ତେଣୁ ସେଇଥିପାଇଁ ଠାକୁର କହୁଛନ୍ତି ଯେ ମଣିଷର ଯେକୌଣସି ଖାଲି ରସଗୋଲା ଖାଇବା ନୁହେଁ, ଯେକୌଣସି ବୃତ୍ତି ପ୍ରବୃତ୍ତି କାମ କ୍ରୋଧ ମୋହ ଲୋଭ ମଦମାଶ୍ଚର୍ଯ୍ୟ ଉପରେ ନିୟନ୍ତ୍ରଣ ଆଣିବାକୁ ହେଲେ ତାକୁ ଏଇ ବୃତ୍ତି ଗୁଡାକୁ ଏଇପରି ଭାବରେ କଣ୍ଟ୍ରୋଲ କରାଯାଇପାରେ। ତେଣୁ ସେଥିପାଇଁ ଆମେ ମାନେ ଏଇ ଯୋଉ ସୋକଲ୍ଡ ନିଜ ଉପରେ ନିୟନ୍ତ୍ରଣ ରଖିବା ବା ଆହାର ସଂଯମତାକୁ ଆଚରଣ କରିବା ପାଇଁ ଆଉ ଗୋଟେ ସୁନ୍ଦର କଥା ମନେ ପଡେ। ଜଣେ ରାଜା ଥିଲେ, ସେ ରାଜାଙ୍କର ଗୋଟେ ଛେଳି ଥିଲା। ତେଣୁ ରାଜା ରାଜପ୍ରାସାଦରେ ଡେଙ୍ଗୁରା ଦେଲେ ଯେ ଛେଳିର ପେଟ ଯିଏ ପୂରେଇ ଦବ ତାହେଲେ ତାକୁ ମୁଁ ରାଜପ୍ରାସାଦରୁ ବା ମୋର ରାଜ୍ୟରୁ ମୁଁ ଅଧା ଦାନ କରିବି। ତେଣୁ ଏଇ ସମସ୍ତେ ଭାବିଲେ ଏଇ ଗୋଟେ ସାମାନ୍ୟ କଥା, ଗୋଟେ ଛେଳିର ପେଟ ଆମେ ଯଦି ପୂରେଇଦବା ତାହେଲେ ରାଜଦରବାରରୁ ଆମକୁ ଅଧେ ମିଳିବ। ତେଣୁ ବହୁତ ଲୋକ ଆସି ଭିଡ ଜମିଲା। ତାପରେ କିଛି ଲୋକ ତାଙ୍କୁ ନେଇକରି ଗଲେ, ଜଣଙ୍କ ପରେ ଜଣେ ପ୍ରଥମ ନେଲେ ଖୁଆଇଲେ। ଖୁଆଇଲା ପରେ ତାପରେ ଯେତେବେଳେ ସନ୍ଧ୍ୟାର ଆଗମନ ହୁଏ ସେ ରାଜଦରବାରକୁ ତାକୁ ପେଟ ଫୁଲ କରି ରାଜଦରବାରକୁ ଆଣନ୍ତି ଏବଂ ରାଜାକୁ ଆସି ଡିମାଣ୍ଡ କରନ୍ତି ଛେଳି ପେଟ ଫୁଲ ହେଇଯାଇଛି, ତେଣୁ ଆମକୁ ରାଜଦରବାରରେ ଅଧା ଦିଅ। ତାପରେ ରାଜା କହିଲେ ଆସନ୍ତୁ ପରୀକ୍ଷା କରିବା। ପରୀକ୍ଷା କଲା ପରେ ଯଦି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ତାହେଲେ ତୁମକୁ ଅଧା ରାଜ୍ୟ ମିଳିବ। ତାପରେ ଯେତେବେଳେ ପୁଣି ସୁନ୍ଦର ଘାସ ଆଣିକି ରାଜା ପୁଣି ଦିଅନ୍ତି ଖାଇବାକୁ, ତାପରେ ସେ ପୁଣି ଖାଇବାକୁ ଆରମ୍ଭ କରେ। ତାପରେ ରାଜା ସାଙ୍ଗେ ସାଙ୍ଗେ ତାଙ୍କୁ ଦଣ୍ଡ ବିଧାନ କରନ୍ତି। ଯେତେବେଳେ ଜଣଙ୍କ ଉପରେ ଦଣ୍ଡ ବିଧାନ ହୁଏ ଅନ୍ୟମାନେ ଭୟରେ ଆଉ ଛେଳିକି କେହି ଚରେଇବାକୁ ନେଲେନି। କିଛି ଦିନ ପରେ ଜଣେ ସନ୍ଥ ସେଇ ଗ୍ରାମକୁ ଆସିଥାନ୍ତି। ସେ ଶୁଣିଲେ ରାଜା ଏମିତି ଗୋଟେ ଡିକ୍ଲେୟାର କରିଛନ୍ତି ଯେ ଛେଳିକୁ ଯଦି ପେଟ ପୂରେଇ ଦବ ରାଜ୍ୟରୁ ଅଧା ମିଳିବ। କିନ୍ତୁ ତାଙ୍କର ମାନେ ଉଦ୍ଦେଶ୍ୟ ନୁହଁ ରାଜ୍ୟରୁ ଅଧା ନବା, କିନ୍ତୁ ଛେଳି ତାଙ୍କର ଉଦ୍ଦେଶ୍ୟ ହଉଛି ଗୋଟେ ମାନବତାକୁ ଗୋଟେ ଶିକ୍ଷା ଦବା ଯେ ଛେଳି ପେଟ କେମିତି ପୂରେଇ ହବ। ତାପରେ ସେ ଯେତେବେଳେ ଯାଇ ରାଜଦରବାରରେ ପହଞ୍ଚିଛନ୍ତି ଏବଂ ରାଜାଙ୍କୁ ଏ କଥା କହିଛନ୍ତି ଯେ ଏତେ ରଥୀ ମହାରଥୀ ଆସିକିରି ଫେଲ ମାରିଗଲେ, ତେଣୁ ଆପଣ ଜଣେ ସନ୍ଥ ଆପଣ ଛେଳି ପେଟ ପୂରେଇ ଦେବେ ନା ମହାନୁଭବ, ମତେ ଥରେ ମାନେ ସୁଯୋଗ ଦିଅନ୍ତୁ। ତାପରେ ସେ ନେଇକରି ଯାଇଛନ୍ତି ଛେଳିକୁ ଯେତେବେଳେ ମାନେ ଚରେଇଛନ୍ତି ଜଙ୍ଗଲରେ ଖାଦ୍ୟ ଚରଉଛନ୍ତି, ସେତିକିବେଳେ ସେ ଛେଳି ଯେତେବେଳେ ଖାଇବାକୁ ଯାଉଛି ସେତିକିବେଳେ ସେ ତାର ଲାଠିରେ ତା ମୁହଁକୁ ଗୋଟେ ମାନେ ପ୍ରହାର କରୁଛନ୍ତି। ତାପରେ ପୁଣି ସେକେଣ୍ଡ ଟାଇମ ଯେତେବେଳେ ସେ ଖାଉଛି ପୁଣି ତାକୁ ପ୍ରହାର କଲେ, ପୁଣି ଥାର୍ଡ ଟାଇମ ଯେତେବେଳେ ଖାଉଛି ତାପରେ ପୁଣି ତାଙ୍କୁ ପ୍ରହାର କଲେ। କିନ୍ତୁ ଗୋଟେ ଅର୍ଗାନିଜିମ କି ତ ବଞ୍ଚିବା ପାଇଁ ତ ଖାଦ୍ୟ ଦରକାର, କିନ୍ତୁ କେତେ ଦରକାର ହାଉ ମଚ୍। ତେଣୁ ସେତିକି ମାତ୍ରାରେ ସେ ଖାଦ୍ୟ ସେ ନିଜେ ଦେଇଛନ୍ତି। ଯେତେବେଳେ ସନ୍ଥ ନିଜେ ଖାଦ୍ୟ ଦଉଛନ୍ତି ସେ ସେତେବେଳେ ଖାଉଛି, ତେଣୁ ଯେତେବେଳେ ସେ ନିଜେ ଖାଉଛି ସେତେବେଳେ ତାକୁ ପ୍ରହାର ହଉଛି। ତେଣୁ ସେ ସେତେବେଳେ ଜାଣି ପାରିଛି ଯେ ମୁଁ ଯଦି କିଛି ଅନୈତିକ କାମ କରେ ବା ନିଜେ ଖାଏ ତାହେଲେ ମତେ ମାନେ ଲାଠି ପ୍ରହାର ଖାଇବାକୁ ପଡିବ। ତେଣୁ ସନ୍ଥ ଯେତେବେଳେ ଖାଦ୍ୟ ଦଉଛନ୍ତି ସେ ସେତିକିବେଳେ ଖାଇଛି। ତାପରେ ସନ୍ଧ୍ୟା ହେଇଛି, ସନ୍ଥ ଧରିକିରି ଛେଳିକି ଆସିଛନ୍ତି, ଦେଖିଲା ବେଳୁ ଛେଳି ପେଟ ପୁରିନି। ରାଜା ଦେଖି ଆଶ୍ଚର୍ଯ୍ୟ ଯେ ସମସ୍ତେ ଯେତେବେଳେ ଆଣନ୍ତି ଛେଳିର ପେଟ ଫୁଲ ଥାଏ କିନ୍ତୁ ତାପରେ ବି ସେ ଖାଏ, କିନ୍ତୁ ଏ ସନ୍ଥ ଆଣିକିରି ଆସିଛନ୍ତି ଛେଳି ପେଟ ଖାଁ ଖାଁ ଡାକୁଛି, କୌଣସି ଖାଦ୍ୟ ତା ପେଟରେ ନାହିଁ। ତା ସେଠୁ ରାଜା ଯେତେବେଳେ ତାଙ୍କୁ କହୁଛନ୍ତି ଯେ ଛେଳିର ତ ପେଟ ପୁରିନି, କହିଲେ ଆପଣ ସିଆଡେ କାହିଁ ଚିନ୍ତା କରୁଛନ୍ତି, ଆପଣ ପରୀକ୍ଷା କରି ଦେଖନ୍ତୁ ନା। ତାପରେ ସେ ସେଠୁ ଯେତେବେଳେ ପରୀକ୍ଷା କରିଛନ୍ତି, ଯେତେବେଳେ ସେ ଖାଦ୍ୟ ଦଉଛନ୍ତି ଛେଳି ସନ୍ଥଙ୍କ ମୁହଁକୁ ଅନଉଛି। ସନ୍ଥ ଯେତେବେଳେ ମୁଣ୍ଡ ହଲେଇ ଦଉଛନ୍ତି ତେଣୁ ସେ ଆଉ ଖାଏନି। ରାଜା ଘାସ ଦେଇ ଚାଲିଛନ୍ତି କିନ୍ତୁ ସେ ଆଖି ବନ୍ଦ କରି ଠିଆ ହେଇଛି, ତାପରେ ଖାଉନି। ଏଥିରୁ ଆମେ କଣ ଶିକ୍ଷା ପାଇଲେ ଯେ ଆମ ମନ ହଉଛି ଗୋଟେ ଛେଳି ଭଳିଆ, ତେଣୁ ପ୍ରତ୍ୟେକ ସମୟରେ ଆମକୁ କଷ୍ଟ ଦିଏ। ଯଦି ଆମ ମନ ଉପରେ ଆମେ ନିୟନ୍ତ୍ରଣ ରଖିବା ତାହେଲେ ମନକୁ ଯଦି ଏଇ ସଂଯମତାର ଲାଠି ଯଦି ଆମ ମନକୁ ଦବା ତାହେଲେ ନିଶ୍ଚିନ୍ତ ଆମେ ଶାରୀରିକ ମାନସିକ ଭାବେ ସୁସ୍ଥ ରହିପାରିବା। ତେଣୁ ସେଥିପାଇଁ ଗୋଟେ ସୁନ୍ଦର କଥା ମନେ ପଡେ, ମହର୍ଷି ଭଗବାନ ଧନନ୍ତରୀ ଯିଏ କି ମାନେ ଆୟୁର୍ବେଦର ସିଦ୍ଧାନ୍ତ ପୃଥିବୀବାସୀକୁ ଦାନ କରିଥିଲେ। ତେଣୁ ତାଙ୍କ ମନରେ ଥରେ ପ୍ରଶ୍ନ ଆସିଲା ଯେ ମୁଁ ଏଇ ଯୋଉ ଆୟୁର୍ବେଦିକ ସିଦ୍ଧାନ୍ତ ଦେଲି ଲୋକମାନଙ୍କର ସୁସ୍ଥ ଜୀବନ ପାଇଁ, ନିରାମୟ ଜୀବନ ପାଇଁ ଏବଂ ଆହାର ପ୍ରବନ୍ଧନ ଉପରେ ଯୋଉ ମାନେ ଦେଇଛନ୍ତି ଶିକ୍ଷା ଦେଇଛନ୍ତି, ଏମାନେ ମୁନି ଋଷି ମାନେ ଆଉ ଚିକିତ୍ସକ ମାନେ ୟାକୁ ପ୍ରପରଲି ପାଳନ କରୁଛନ୍ତି ନା ନାଇଁ। ତେଣୁ ସେ ଆସି ତାକୁ ପରୀକ୍ଷା ନେବା ପାଇଁ ଆସିଲେ। ଯେତେବେଳେ ବିଭିନ୍ନ ମୁନି ଋଷି ମାନଙ୍କୁ ପଚାରିଲେ, ତେଣୁ କିଏ କହୁଛି ଆପଣ ଯଦି ହରିଡା ଖାଇବେ ଆପଣଙ୍କର ସ୍କିନ ର କୌଣସି ପ୍ରୋବ୍ଲେମ ହବନି। ଆଉ କିଏ କହୁଛି ଆପଣ ଯଦି ଅଁଳା ଖାଇବେ ବା ଲେମ୍ବୁ ଖାଇବେ ଭିଟାମିନ ସି ର ଅଭାବ ହବନି, ଆପଣଙ୍କର ଇମ୍ୟୁନିଟି ଷ୍ଟ୍ରଙ୍ଗ ରହିବ, ବ୍ୟାକ୍ଟେରିଆ ଭାଇରସ ଆଉ ଫଙ୍ଗସ ଗୁଡାକ ଆପଣଙ୍କର କୌଣସି କ୍ଷତି କରିପାରିବେନି। ତେଣୁ ଏମିତି ବିଭିନ୍ନ ମୁନି ଋଷି ମାନେ ବିଭିନ୍ନ ଚିକିତ୍ସକ ମାନେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଲେ, କିନ୍ତୁ କୌଣସି ମନ୍ତବ୍ୟରେ ଧନନ୍ତରୀ ଖୁସି ହେଲେ ନାହିଁ। ଲାଷ୍ଟରେ ଜଣେ ମହର୍ଷି ଚରକ, ତେଣୁ ଚରକ କୁ ପଚାରିଲେ ଯେ ଇଏ ମାନେ ଖାଦ୍ୟର ଆହାର ପ୍ରବନ୍ଧନର ସିଦ୍ଧାନ୍ତ କଣ ଏବଂ ଏ ଯୋଉ ଆୟୁର୍ବେଦିକ ସିଦ୍ଧାନ୍ତ ଟା କଣ କଣ ଆପଣ ମାନେ ବୁଝିଛନ୍ତି। ତେଣୁ ମହର୍ଷି ଚରକ ଗୋଟେ ସୁନ୍ଦର ଆନ୍ସର କରିଥିଲେ, କହିଲେ ଋତୁ ଭୋଗ
ହିତ ଭୋଗ ମିତ ଭୋଗ। ଏହା ହଉଛି ଆୟୁର୍ବେଦର ସିଦ୍ଧାନ୍ତ ଏବଂ ଆହାର ପ୍ରବନ୍ଧନର ସିଦ୍ଧାନ୍ତ। ତେଣୁ ହିତ ଭୋଗ କଣ ନା, ହିତ ଭୋଗ ହଉଛି ମାନେ ଶରୀରର ହିତକାରୀ ଭୋଜନ। ଭୋଗ ମାନେ ହଉଛି ଭୋଜନ, ଶରୀର ପାଇଁ ଯାହା ହିତ ତାହା ହିଁ ଖାଇବା। ଆଉ ରିତ ଭୋଗ କଣ ନା, ଋତୁ ଅନୁସାରେ ଯୋଉ ଫଳ ପୁଷ୍ପ ମିଳେ ତାକୁ ଭୋଜନ କରିବା। ଆଉ ମିତ ଭୋଗ କଣ ନା, ସୀମିତ ମାତ୍ରାରେ ଭୋଜନ କରିବା। ଏଇଟା ହଉଛି ଆୟୁର୍ବେଦିକ ସିଦ୍ଧାନ୍ତ। ତେଣୁ ଏହାକୁ ଯଦି ମଣିଷ ମାନେ ପରିପାଳନ ତା ଜୀବନରେ ଚରିତାର୍ଥ କରେ, ତାହେଲେ ସେ ସୁସ୍ଥ ନିରାମୟ ଜୀବନ ଯାପନ କରିପାରିବ। ତାପରେ ସାଙ୍ଗେ ସାଙ୍ଗେ ମାନେ ଧନନ୍ତରୀ ଖୁସି ହେଇଯାଇଛନ୍ତି। ଏବଂ ଆପଣ ମାନେ ଜାଣିଛନ୍ତି ଏଇ ଯୋଉ ସୋକଲ୍ଡ ଖାଦ୍ୟ ଆମେ ଖାଉଛେ, ଏ ଖାଦ୍ୟ ସାଧାରଣତଃ ମାନେ ଶରୀରଂ ଆଦ୍ୟ ଖଳୁ ଧର୍ମ ସାଧନଂ। ଆପଣ ଯଦି ଜଣେ ଜଜ୍ ହେଇଛନ୍ତି କି ଆଇଏଏସ୍ ହେଇଛନ୍ତି କି, ତାହେଲେ ତାର ପ୍ରଥମେ ହଉଛି ଆପଣଙ୍କର ସ୍ୱାସ୍ଥ୍ୟ। ଶରୀରଂ ଆଦ୍ୟ, ଶରୀର ହଉଛି ମୂଳ। ତେଣୁ ଶରୀର ଯଦି ଭଲ ଅଛି, ଆପଣ ଜଣେ ଡାକ୍ତର ହେଇପାରିବେ, ଭଲ ଇଞ୍ଜିନିୟର ହେଇପାରିବେ କି ଆଇଏଏସ୍ ହେଇପାରିବେ। ତେଣୁ ସେଇଥିପାଇଁ ଠାକୁର ସୁନ୍ଦର ଭାବେ କହୁଛନ୍ତି, ମଣିଷ ଯେକୌଣସି ସିଦ୍ଧାନ୍ତକୁ ପରିପାଳନ କରିବା ପୂର୍ବରୁ ଆଗ ହଉଛି ଆହାର ପ୍ରବନ୍ଧନ ଟାକୁ ସେ ପାଳନ କରିବା ଉଚିତ। ଯଦି ଆହାର ପ୍ରବନ୍ଧନ ଟାକୁ ମଣିଷ ପାଳନ ନ କରେ, ତାହେଲେ ତାର କୌଣସି ଧର୍ମ କର୍ମ ସେ କରିପାରିବ ନାହିଁ। ଏବଂ ସେ ଯାହା ମନେକର ଜଣେ ଜଜ୍ ହେଇକିରି ସେ ଜଣେ ନ୍ୟାୟାଧୀଶ ହେଇକରି ସେ ନ୍ୟାୟ ଦେଇପାରିବନି, ଜଣେ ଡାକ୍ତର ହେଇକରି ସେ ଉତ୍ତମ ଚିକିତ୍ସା ଦେଇପାରିବନି, ଜଣେ ଇଞ୍ଜିନିୟର ହେଇକରି ସେ ବିଲ୍ଡିଂ ବା ମାନେ ବ୍ରିଜ ର ପ୍ଲାନ କରି ଦେଇପାରିବନି, କାହିଁକିନା ସେ ନିଜେ ଶାରୀରିକ ଭାବେ ଅସୁସ୍ଥ। ସେଥିପାଇଁ ଠାକୁର କହୁଛନ୍ତି ଯେ ସମସ୍ତ ସିଦ୍ଧାନ୍ତକୁ ପାଳନ କରିବା ପୂର୍ବରୁ ଆଗ ମାନେ ଶରୀର ସିଦ୍ଧାନ୍ତ ବା ଆହାର ସିଦ୍ଧାନ୍ତକୁ ଯଦି ମଣିଷ ପରିପାଳନ କରେ, ତାହେଲେ ତା ଜୀବନଟା ସାର୍ଥକ ହବ। ସେଥିପାଇଁ ଏଇ ସୋକଲ୍ଡ ଆହାରକୁ ଆମେ ସାଧାରଣତଃ 3 ଭାଗରେ ବିଭକ୍ତ କରୁଛୁ। କଣ, ପ୍ରଥମ ହଉଛି ସାତ୍ଵିକ, ତାପରେ ହଉଛି ରାଜସିକ, ତାପରେ ହଉଛି ତାମସିକ। ତେଣୁ ସାତ୍ଵିକ ଆହାର କଣ, ଯଦି ମଣିଷ କୋଉ ଆହାର ଗ୍ରହଣ କରିବା ଦରକାର। ସାତ୍ଵିକ ଆହାର କଣ ନା, ସାତ୍ଵିକ ଆହାର ହଉଛି ଫୁଡ ଅଫ ଗଡ। ଆମେ ଯେତେବେଳେ ଈଶ୍ୱରଙ୍କୁ ଆମେ ଯେତେବେଳେ କୌଣସି ଖାଦ୍ୟ ଖାଉ, ପ୍ରଥମେ ଈଶ୍ୱରଙ୍କୁ ନିବେଦନ କରିଥାଉ। ତେଣୁ ଈଶ୍ୱରଙ୍କୁ ନିବେଦନ କଲେ ଯୋଉ ଖାଦ୍ୟ ଈଶ୍ୱରଙ୍କୁ ପାଖରେ ଭୋଗ ଲାଗିପାରେ, ଈଶ୍ୱରଙ୍କୁ ନିବେଦନ କରେ, ତାକୁ ସାତ୍ଵିକ ଆହାର କୁହାଯାଏ। ଆଉ ରାଜସିକ ଆଉ ତାମସିକ ଆହାର କଣ, ଆଜିକାଲି ଆପଣ ମାନେ ଦେଖିଛନ୍ତି ସୋକଲ୍ଡ ଯେତେବେଳେ ଭୋଜି ଭାତ ହଉଛି, ବିଭିନ୍ନ ପ୍ରକାର ପର୍ବପର୍ବାଣୀରେ ଆମେ ବିଭିନ୍ନ ପ୍ରକାର ବ୍ୟଞ୍ଜନ କରୁଛେ, କିନ୍ତୁ ସେଗୁଡାକ ଶରୀର ପାଇଁ ଆକ୍ଚୁଆଲି ପ୍ରଯୁଜ୍ୟ ନୁହେଁ। କିନ୍ତୁ ଆମେ ଲୋଭଗ୍ରସ୍ତ ହେଇକି ସେଗୁଡା ଖାଉଛେ। ଏବଂ ତାର କ୍ୟାଲୋରିକ ଇନଟେକ୍ କେତେ କେତେ ସେ ଶରୀରରେ ଆମକୁ କେତେ ବିଷକ୍ରିୟା ସୃଷ୍ଟି କରୁଛି, ସେ କୋଉ ସୋର୍ସ ରୁ ସେ ଖାଦ୍ୟ ଗୁଡାକ ଆସିଛି, ତା ଦେହରେ କେତେ ହରମୋନ ରହୁଛି, କେତେ ଟକ୍ସିନ ରହିଛି, କେତେ ପେଷ୍ଟିସାଇଡ ୟୁଜ ହଉଛି, ତାକୁ ଆମେ ଚିନ୍ତା କରଉନୁ। ବା ସେ ଖାଦ୍ୟର ସମୟ କୋଉଟା, କୋଉ ସମୟରେ ସେ ଖାଦ୍ୟକୁ ଆମେ ଖାଇବା ଦରକାର। ଯେତେବେଳେ ଆମର ସୋକଲ୍ଡ ଆପଣ ମାନେ ଜାଣିଛନ୍ତି, ଆଜି ଆମର ଓଡିଶା ଫେମସ ହଉଛି, ମାନେ ଜାତିସଂଘରେ ମଧ୍ୟ ସେ କଥା ଲେଖା ହେଇଛି ଭୀମ ଭୋଇଙ୍କ କଥା। ତେଣୁ ଯୋଉଥିପାଇଁ ଆପଣ ମାନେ ଜାଣିଛନ୍ତି, ଏଇ ଯୋଉ ଅଲେଖ ଦୀକ୍ଷା, ସେମାନେ ସୂର୍ଯ୍ୟ ଅସ୍ତ ପରେ କୌଣସି ଖାଦ୍ୟ ନିଅନ୍ତି ନାହିଁ। ତାର କାରଣ ହଉଛି ଆମର ଶରୀରରେ ଥିବା ଜଠାଗ୍ନି ହଜମ ଡାଇଜେଷ୍ଟିଭ ଯୋଉ ସିଷ୍ଟମ, ଯୋଉଟା କି ଆମେ ପଞ୍ଚଭୂତରେ ଶରୀର, ଆପଣ ମାନେ ଜାଣିଛନ୍ତି ଏୟାର ୱାଟର ସନଲାଇଟ ବା କ୍ଷିତି ଅପ ତେଜ ମରୁତବ୍ୟମ ରେ ଆମ ଶରୀର ତିଆରି ହେଇଛି। ତେଣୁ ସେଇ ଅନୁସାରେ ଖାଦ୍ୟ ଖାଇବା ଦରକାର। ଯେତେବେଳେ ସୂର୍ଯ୍ୟ ମୁଣ୍ଡ ଉପରେ ରୁହେ, ସେତେବେଳେ ଜଠାଗ୍ନି ଟା ଜୋରେ ପ୍ରଜ୍ୱଳିତ ହୁଏ, ସେଇ ସମୟରେ ଖାଦ୍ୟଟା ଅଧିକ ହଜମ ହୁଏ। ତେଣୁ ଆମେ ମାନେ ସାଧାରଣତଃ ଲଞ୍ଚ ରେ ଅଧିକ ଖାଦ୍ୟ ଖାଇପାରିବା। ତେଣୁ ଯେତେବେଳେ ଆମ ବଡି ରେଷ୍ଟ ଆଉ ଡାଇଜେଷ୍ଟ ମୁଡ କୁ ଚାଲିଯାଏ, ସେତେବେଳେ ହଉଛି ଆପଣଙ୍କର ଶୋଇବା ସମୟ ବା ରାତ୍ର ସମୟ। କିନ୍ତୁ ଆଜିକାଲି ଆମର ସବୁ ଯାକ ବ୍ୟତିକ୍ରମ, ରାତିରେ ସବୁ ଯାକ ବିବାହ, ସବୁ ଯାକ ଉତ୍ସବ, ସବୁ ଯାକ ସେରିମନି, ଆପଣ ଦେଖିବେ ବାର୍ଥଡେ ଠାରୁ ଆରମ୍ଭ କରିକିରି ଡେଥ ଡେ ପର୍ଯ୍ୟନ୍ତ ସବୁ ଯାକ ସେରିମନି ଆଜି ରାତିରେ ହଉଛି। ଆଉ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଆମେ ରାତିରେ ଖାଉଛୁ। ସେଥିପାଇଁ ଅଲେଖ ବାବା ମାନେ ଦେଖନ୍ତୁ, ସେମାନେ କେତେ ଦୀର୍ଘଜୀବୀ ରହୁଥିଲେ ଏବଂ କେତେ ସୁସ୍ଥ ନିରାମୟ ଜୀବନ ଯାପନ କରୁଥିଲେ। କାରଣ ସୂର୍ଯ୍ୟାସ୍ତ ପରେ ଖାଦ୍ୟ ଖାଇବା ମନା। ତେଣୁ ଆମେ ମାନେ ସୂର୍ଯ୍ୟାସ୍ତ ପରେ ଅଧିକ ଖାଦ୍ୟ ଖାଇଥିଲେ, ସେଥିପାଇଁ ଆଜି ଶରୀର ଆମର ଖରାପ ହଉଛି। ସେଥିପାଇଁ ଆମକୁ ଆଜି ଚାଇଲ୍ଡହୁଡ ଓବିସିଟି ଆସି ଯାଉଛି, ସେଥିପାଇଁ ଆଜି ଆମକୁ ଡାଇବେଟିସ ହଉଛି, ସେଇଥିପାଇଁ ଆମକୁ ଆଜି କ୍ୟାନସର ହଉଛି, ସେଥିପାଇଁ ବିଭିନ୍ନ ଦୁରାରୋଗ୍ୟର ଶିକାର ଆମକୁ ହବାକୁ ପଡୁଛି। ତେଣୁ ସେଇଥିପାଇଁ ରାଜସିକ ଆଉ ତାମସିକ ଖାଦ୍ୟ କଣ ନା, ଯାହା ଆଜି ବିବାହ ଭୋଜି ବା ବିଭିନ୍ନ ପ୍ରକାର ସେରିମୋନିରେ ଆମେ ଖାଉଛେ, ସେଗୁଡା ହଉଛି ରାଜସିକ ଖାଦ୍ୟ। ତାମସିକ ଖାଦ୍ୟ କଣ, ତେଣୁ ତାମସିକ ଖାଦ୍ୟ ହଉଛି ଆଜି ଆପଣଙ୍କ ଘରେ କୌଣସି ମାନେ ମଜୁରିଆ କାମ କରୁଛି, ବା କୌଣସି ଗୋଟେ ଗରିବ ଲୋକ, ସେ ଯାହା ପାଉଛି ତାହା ଖାଉଛି। ତାର କିଛି ଖାଦ୍ୟରେ ମାନେ ସେମିତି କିଛି ଟାଇମ ଟେବୁଲ ନାହିଁ, ସେମିତି କିଛି ରୁଚି ନାହିଁ, ସେମିତି କିଛି ମାନେ ଖାଦ୍ୟର ମାନ ବି ମଧ୍ୟ ନଥାଏ। ତେଣୁ ଯାହା ମିଳେ ତାହା ଖାଏ। ସେ ବାସି ହଉ, ସେ ପଚା ହଉ, ସେ ନିକୃଷ୍ଟ ଖାଦ୍ୟ ହଉ, ବା ଯାହା ବି ହଉ। ଏବଂ ତତ୍ ସହିତ ବିଭିନ୍ନ ପ୍ରକାର ଜୀବଜନ୍ତୁ କୀଟ ପତଙ୍ଗକୁ ମାରିକିରି ଖାଇବା। ତେଣୁ କଞ୍ଚା କଞ୍ଚା ଖାଇବା, ଅଧ ସିଝା ଖାଇବା, ଅପରିପକ୍ୱ ଖାଦ୍ୟ ଖାଇବା, ଏଗୁଡାକ ହଉଛି ତାମସିକ ଆହାର।
ତେଣୁ ସେଥିପାଇଁ ଆମେ ସୁନ୍ଦର ଦେଖନ୍ତୁ ଏ ପରମାତ୍ମା କେତେ ସୁନ୍ଦର ଶରୀର ଆମକୁ ଦେଇଛି। ସେ ପିତାମାତାଙ୍କର ଭଲ ସୁକୃତ ଥିଲା, ଈଶ୍ୱରଙ୍କର ଆଶୀର୍ବାଦ ଥିଲା ଏବଂ ଏଇ ପ୍ରକୃତି ଆମକୁ ସହାୟ ହେଇଛି। ସେଥିପାଇଁ ଆମେ ସୁନ୍ଦର ଶରୀରଟିଏ ପ୍ରାପ୍ତ ହେଇଛେ। କିନ୍ତୁ ଆପଣ ଦେଖନ୍ତୁ ଏଇ ଶରୀର ପାଇଁ ମାନେ କଣ କୋଉ ଖାଦ୍ୟଟା ଆକ୍ଚୁଆଲି ଆମ ପାଇଁ ପ୍ରଯୋଜ୍ୟ। ଯେମିତି ଆପଣ ମାନେ ଜାଣିଛନ୍ତି ଆମେ ମାନେ ବିଭିନ୍ନ ପ୍ରକାର ଗାଡି ୟୁଜ କରୁଛେ। ତେଣୁ ଗାଡି ୟୁଜ କଲେ ଆମେ ପ୍ରଥମେ ଚଏସ୍ କରୁଛେ ଯେ ଗାଡିର ଇନ୍ଧନ କଣ ହବା ଦରକାର। ତେଣୁ ଯେ ପେଟ୍ରୋଲ ହବା ଦରକାର, ଡିଜେଲ ହବା ଦରକାର ନା କିରୋସିନ ହବା ଦରକାର। ଯଦି ପରମାତ୍ମା ଆମକୁ ଗୋଟେ ସୁନ୍ଦର ଶରୀର ଦେଇଛି ଯୋଉଥିରେ ମାନେ ଯେମିତି ମାନେ ଆପଣ ଯଦି ପେଟ୍ରୋଲ ଗାଡିରେ ଡିଜେଲ ପୁରେଇବେ ବା ଡିଜେଲ ଗାଡିରେ କିରୋସିନରେ ଚଲେଇବା ବା ପେଟ୍ରୋଲ ଗାଡିରେ କିରୋସିନ ଚଲେଇବେ, ତାହେଲେ ଗାଡି ଅବସ୍ଥା ଯାହା ହବ ଆମ ଶରୀର ଅବସ୍ଥା ସେଇଆ। ତେଣୁ ଏଇ ସାତ୍ଵିକ ଶରୀରରେ ଆମେ ଯଦି ରାଜସିକ ତାମସିକ ଖାଦ୍ୟ ଦବା, ଆମର ଗାଡି ଅବସ୍ଥା ଯାହା ଆମ ଶରୀର ଅବସ୍ଥା ସେଇଆ ହବ। ତେଣୁ ସେ ପେଟ୍ରୋଲ ଗାଡି ସାଧାରଣତଃ ସ୍ମୁଥ ଚାଲେ ଏବଂ ଭଲ ପେଟ୍ରୋଲ ଟା ଭଲ ଇନ୍ଧନ ବୋଲି ଆମେ ସମସ୍ତେ ଜାଣିଛେ। ତେଣୁ ତାଠାରୁ ଟିକେ ନିକୃଷ୍ଟ ହେଲା ଡିଜେଲ, ତାଠାରୁ ଟିକେ ନିକୃଷ୍ଟ ହେଲା କିରୋସିନ। କିନ୍ତୁ ଆମେ ପରମାତ୍ମା ଦେଇଥିବା ଏତେ ସୁନ୍ଦର ଶରୀରରେ ଆମେ ପେଟ୍ରୋଲ ଜାଗାରେ କଣ କରୁଛେ ନା ଡିଜେଲ ଆଉ କିରୋସିନ ଦଉଛେ। ତେଣୁ ସାତ୍ଵିକ ଆହାର ଖାଇବା ଜାଗାରେ ରାଜସିକ ଆଉ ତାମସିକ ଖାଦ୍ୟ ଖାଉଛେ। ଯାଉଥିପାଇଁ ଆମର ମାନେ ଆଜିକାଲି ଦେଖନ୍ତୁ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ମାନେ ଗୋଟେ ରିପୋର୍ଟରୁ ମଧ୍ୟ ଜଣା ପଡିଛି ଯେ ଯେତିକି ଅପମୃତ୍ୟୁ ହଉଛି ଇଟ ଇଜ ବିକଜ ଅଫ ଅନହେଲ୍ଦି ଲାଇଫଷ୍ଟାଇଲ ଆଣ୍ଡ ଅନହେଲ୍ଦି ଫୁଡ। ତେଣୁ ଲାଇଫଷ୍ଟାଇଲ ଖରାପ ଯୋଗୁ ବା ଯୋଉଠି ଏଇ ଲାଇଫଷ୍ଟାଇଲ କହିଲେ ବେସିକାଲି ଆମକୁ ସଂଯମତାକୁ ବୁଝାଏ। ତେଣୁ ଖାଦ୍ୟର ସଂଯମତା ନାହିଁ, ଶୋଇବାରେ ସଂଯମତା ନାହିଁ, ପାଣି ପିଇବାରେ ସଂଯମତା ନାହିଁ ଏବଂ ବିଚାରରେ ସଂଯମତା ନାହିଁ ଏବଂ ଇଟ୍ ସ୍ଲିପ୍ ଥିଙ୍କ ଡ୍ରିଙ୍କ କୌଣସିଥିରେ ଆମର ସଂଯମତା ନାହିଁ। ତେଣୁ ସେଇଥିପାଇଁ ଆଜି ଅପମୃତ୍ୟୁର ମଣିଷ ଅପମୃତ୍ୟୁର ଶିକାର ହଉଛି। ଏଟା ୱାର୍ଲଡ ହେଲ୍ଥ ବ୍ୟାଙ୍କ ବା ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ର ରିପୋର୍ଟରୁ ଆମେ ଯାହା ଜାଣିଛେ ଯେ ଓନ୍ଲି ଅପମୃତ୍ୟୁର ମୁଖ୍ୟ କାରଣ ହଉଛି 99 ଆପଣଙ୍କର ଷ୍ଟାଇଲ କଣ ନା ସେ ଲାଇଫ ଷ୍ଟାଇଲ ହଉଛି ଆପଣଙ୍କର ମାନେ ଅସାବଧାନତା ବା ଅସଂଯମତା। ତେଣୁ ଯଦି ଏଇଥିରେ ମଣିଷ ଖାଏ ତାର ଖାଦ୍ୟକୁ ନିୟନ୍ତ୍ରଣ କରି ରଖେ, ମାନେ ଶୋଇବା ନିୟନ୍ତ୍ରଣ ହୋଇଯାଏ, ତାର କଥା କହିବା ଉପରେ ନିୟନ୍ତ୍ରଣ ଆସେ, ତାର ମାନେ ବିଚାରଧାରାରେ ନିୟନ୍ତ୍ରଣ ଆସେ ବା ଚିନ୍ତା ଚେତନା କର୍ମ ଆଉ ଖାଦ୍ୟ ସବୁଥିରେ ଯଦି ସେ ନିୟନ୍ତ୍ରଣ ରକ୍ଷା କରିପାରେ ବା ସଂଯମତା ରକ୍ଷା କରିପାରେ, ତାହେଲେ ନିଶ୍ଚିନ୍ତ ସେ ସୁସ୍ଥ ଆଉ ନିରାମୟ ଜୀବନ ଯାପନ କରିପାରିବ। ତେଣୁ ସେଥିପାଇଁ ମନ ଭିତରେ ଆପଣ ମାନଙ୍କର ଏଇ ଯୋଉ ଆହାର ସଂଯମତା କଥା ଯଦି ଆମେ ଚିନ୍ତା କରାଯାଏ, ତେଣୁ ତିନୋଟି ଜିନିଷ ଯଦି ଆମେ ଚିନ୍ତା କରିବା ଯେ ହମ ଲୋଗ କୁ ମାନେ କ୍ୟା ଖାନା ହେ, କଣ ଆମେ ଖାଇବା। ତେଣୁ କଣ ଯେତେବେଳେ ଆମ ମନ ଭିତରେ ଆସିବ କଣ ଖାଇବା, ସେତେବେଳେ ଆମେ ଚିନ୍ତା କରିବା ଯେ ଫୁଡ ର କ୍ୱାଲିଟି କେମିତି ହବା ଦରକାର। ତେଣୁ ଯଦି ଆମେ ମନ ଭିତରେ ପ୍ରଶ୍ନ ନ ଆସେ ଆମେ କଣ ଖାଇବା, ତାହେଲେ ଆମେ ଯାହା ପାଇବା ତାହା ଖାଇବା। ତେଣୁ ସେଥିପାଇଁ ଯଦି ପ୍ରଶ୍ନ ଆସେ ମୁଁ କଣ ଖାଇବି, ତାହେଲେ ଆମେ ସେତେବେଳେ ଚିନ୍ତା କରୁ ଯେ ଫୁଡ ର କ୍ୱାଲିଟି କଣ ହବା ଦରକାର। ତେଣୁ ଫୁଡ ଟା କେମିତି ହବା ଦରକାର। ସାଧାରଣତଃ ମାନେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ କହୁଛି ପ୍ରତ୍ୟେକ ଲୋକ ଆଲକାଲାଇନ ଫୁଡ ଖାଇବା ଦରକାର। ତେଣୁ ଆଲକାଲାଇନ ଫୁଡ ମିନିମମ୍ ପିଏଚ ଭ୍ୟାଲ୍ୟୁ ହଉଛି 7.5। ତେଣୁ 7.5 ତଳକୁ ଯେକୌଣସି ଖାଦ୍ୟ ସେ ଖାଦ୍ୟ ଆମ ଶରୀର ପାଇଁ ଖରାପ। ତେଣୁ ନର୍ମାଲି ଆମେ ଯେତେବେଳେ ପାଣି ପିଉ ସେ ପାଣିର ମାନେ ମିନିମମ୍ ଭ୍ୟାଲ୍ୟୁ ହଉଛି 7.5। ତେଣୁ ଆପଣ ଟିକେ ସୋଡା ସେ ପାଣିରେ ମିଶେଇ ଦିଅନ୍ତୁ ତାର ପିଏଚ ଭ୍ୟାଲ୍ୟୁ ମାତ୍ର 2 କି ପଳେଇ ଆସିବ। ତେଣୁ ସେଇଥିପାଇଁ ଆମେ ସାଧାରଣତଃ ଯୋଉ ମାନେ ଆଜି ଯାହାକୁ ଆମେ କଷ୍ଟଲି ଖାଦ୍ୟ ବୋଲି କହୁଛେ, ହୋଟେଲ ମାନଙ୍କରେ ଯାଇ ବଡ ବଡ ହୋଟେଲରେ ଆମେ ମାନେ ଆମ ପିଲାମାନଙ୍କୁ ନେଇ ଖୁଆଉଛେ, ସେ ଯୋଉ ଖାଦ୍ୟ ଗୁଡାକ ଯୋଉ ଦିଆହଉଛି, ଯୋଉ ମଟନ ହେଲା କି ଚିକେନ ହେଲା କି ମାନେ ଚିଙ୍ଗୁଡି ହେଲା କି ଯେକୌଣସି ଦ୍ରବ୍ୟ ହେଲା, ସେମାନେ ସାଙ୍ଗେ ସାଙ୍ଗେ ବଜାରରୁ କିଣିକି ଆଣନ୍ତିନି। ତାଙ୍କର ଡିପ୍ ଫ୍ରିଜର ଅଛି, ସେ ଡିପ୍ ଫ୍ରିଜର ରେ ମାସ ମାସ ଧରିକିରି ସେ ମାଛ ମାଂସ ଇଏକୁ ରଖାଯାଏ। ସେଗୁଡାକ ସବୁ ପେଷ୍ଟିସାଇଡ ଆଉ ଇଏ ଦିଆ ହେଇକି ସବୁ ରଖାଯାଏ। ତେଣୁ ସେଇ ଖାଦ୍ୟ ଯେତେବେଳେ ଆମେ ଖାଉ, ସେତେବେଳେ ସେ ଶରୀରରେ ସେ 36 ଘଣ୍ଟା ଧରିକିରି ସେ ଯୋଉ ଡେଡ ବଡି, ଯେମିତି କଥାରେ ଅଛି ଯେ ଗୋଟେ ମଣିଷ ମଲେ ସେ କୁଆଡେ ଯାଏ, ଆମେ ତାକୁ ପୋତି ଦଉ କିମ୍ବା ପୋଡି ଦଉ। କିନ୍ତୁ ଯଦି ଗୋଟେ ଜୀବଜନ୍ତୁ ମରେ ସେ ଆମ ପେଟକୁ ଯାଏ। ଆମେ ତାକୁ ପୋତିବା ପୋଡିବା ପରିବର୍ତ୍ତେ ଆମେ ତାକୁ ଖାଇଦଉ। ତେଣୁ ଆମ ପେଟଟାକୁ ଆମେ ମଶାଣି କରିଦେଇଛୁ ଆଜି। ସେଥିପାଇଁ ଆଜି ଏଇ ପ୍ରକାର ଅପମୃତ୍ୟୁର ଶିକାର ଆଜି ମଣିଷ ହଉଛି। ତେଣୁ ଯେତେବେଳେ ଆମେ ପଚାରିବା ଆମେ ମାନେ କଣ ଖାଇବା, ସେଇଠୁ ଆମେ ଚିନ୍ତା କରିବା ଯେ ଖାଦ୍ୟର ମାନ କେମିତି ହବା ଦରକାର। ସେଥିରେ ଏ ଖାଦ୍ୟ ପେଷ୍ଟିସାଇଡ ଅଛି ନା ନାହିଁ, ଏଥିରେ ଇନସେକ୍ଟିସାଇଡ ହେଇଛି ନା ନାହିଁ। ତେଣୁ ଆଜିକାଲି ଦେଖନ୍ତୁ ଗୋଟେ ମାନେ ସବୁ ଆପଣ ବଡିଟା ଟୋଟାଲ ରେଗୁଲେଟ ହଉଛି ହରମୋନ ଦ୍ଵାରା। ଆପଣ ଯେତେ ପ୍ରକାର ମାନେ ଇଏ ଅଛି ମାନେ ମିନିମମ୍ ମାନେ 60 ଏଭବ ହରମୋନ୍ସ ଆମର ରହୁଛି। ତେଣୁ ଏଇ ହରମୋନ ଗୁଡା କଣ କରୁଛି ନା ଏଇ ଯୋଉ ଆପଣ ଦେଖନ୍ତୁ ସୋକଲ୍ଡ ମିଲ୍କ, ଆମେ ସାଧାରଣତଃ ଯଦି ଗୋଟେ ଛୋଟିଆ ଏକ୍ସାମ୍ପଲ ନବା, ଆମେ ସାଧାରଣତଃ ସମସ୍ତଙ୍କୁ ଯେ ମିଲ୍କ ଇଜ ଦ ବାଲାନ୍ସ ଡାଏଟ।
କିନ୍ତୁ ଆଜି ମିଲ୍କ ହଉଛି ସବୁଠାରୁ ଡେଞ୍ଜରସ୍, ଯୋଉଟା ଯଦି ଖାଇବେ କ୍ୟାନ୍ସର ହବାର 100% ଚାନ୍ସ। ତେଣୁ ସେଥିପାଇଁ ଗୋଟେ ଛୋଟ କଥା କହି ରଖେ, ସମସ୍ତଙ୍କ ମନରେ ପ୍ରଶ୍ନ ଆସେ ଯେ ଆମର ଗାଈକୁ ମା କୁହାଯାଏ, ତେଣୁ ଗାଈ ଠାରୁ ଆସୁଥିବା କ୍ଷୀର ଯେ ଆମର କ୍ୟାନ୍ସରର କାରଣ ସେଟା ଆମେ ଜାଣିନୁ। ତେଣୁ ତାର କାରଣ ହଉଛି ମାନେ ଆପଣ ମାନେ ଆଜି ଯୋଉ ଗାଈ କ୍ଷୀର ଖାଉଛନ୍ତି, ଆପଣ ନିଜେ ଚିନ୍ତା କରନ୍ତୁ କେତେଟି ଗାଈ ଆଜି ନେଚୁରାଲ ୱେରେ ବ୍ରିଡିଂ କରାଯାଉଛି। ତେଣୁ ସେମାନଙ୍କୁ ଆର୍ଟିଫିସିଆଲ ୱେରେ ବ୍ରିଡିଂ କରାଯାଉଛି, ତାଙ୍କୁ ଦିଆଯାଉଛି ଇଞ୍ଜେକ୍ସନ ଦେଇ ବ୍ରିଡିଂ କରାଯାଉଛି। ଏଇଟା ହଉଛି ମାନେ ଆର୍ଟିଫିସିଆଲ ୱେ। ଇଞ୍ଜେକ୍ସନ ଦେଇକିରି ଯଦି ତାର ମେଲ ଫିମେଲ ସହିତ ତାଙ୍କର କୌଣସି ସମ୍ପର୍କ ରହୁନି, ତେଣୁ ମେଲ ଫିମେଲ ସମ୍ପର୍କ ନ ରହିଲେ ସେ ଯୋଉ ବ୍ରିଡିଂ କରାଯାଉଛି, ସେ ବ୍ରିଡିଂ ଭିତରେ ଦେଇକିରି ଆପଣଙ୍କୁ ହରମୋନ ଇଞ୍ଜେକ୍ଟ କରାଯାଉଛି। ତେଣୁ ସେମାନେ ଛୁଆ ଜନ୍ମ ବ୍ରିଡିଂ ହବା ପୂର୍ବରୁ ତାଙ୍କୁ ହରମୋନ ଦିଆଗଲା। ସେମାନେ କ୍ଷୀରଟାକୁ କେମିତି ପହ୍ନାରେ କ୍ୟାରି କରି ରଖିବେ ତାକୁ ମଧ୍ୟ ହରମୋନ ଦିଆଗଲା। ଏବଂ ତାଙ୍କର ଠାରୁ କ୍ଷୀର କେମିତି ଅଧିକା ବାହାରିବ ତାଙ୍କୁ ବି ଇଞ୍ଜେକ୍ସନ ଦିଆଗଲା, ହରମୋନାଲ ଇଞ୍ଜେକ୍ସନ ଦିଆଗଲା। ଏବଂ ସେ ରେଗୁଲାର କଣ ଖାଇବେ, କାହିଁକିନା ସେମାନେ ଚରିଲେ ତାଙ୍କ ଠାରୁ କ୍ଷୀରଟା ଝରେ, ଏବଂ ସେମାନେ ନାଚୁରାଲ ଘାସ ମାନେ ବିଭିନ୍ନ ପ୍ରକାର ଗଛ ଖାଇଲେ ସେ କ୍ଷୀରଟା ନାଚୁରାଲ ସୋର୍ସରୁ ଆସେ। ତେଣୁ ତାଙ୍କୁ ଆଜି ଦିଆହଉଛି କଣ ନା ଦାନା ଦିଆହଉଛି। ଦାନା ଇଟସେଲ୍ଫ ଇଜ ହରମୋନ। ତେଣୁ ଆପଣ ଯେତେବେଳେ ତାଙ୍କୁ ଜନ୍ମ କରିବା ଛୁଆ ଦେବା ପୂର୍ବରୁ ତାଙ୍କୁ ଇଞ୍ଜେକ୍ସନ ଦେଇକିରି ତାଙ୍କୁ ହରମୋନ ଦିଆଗଲା, ଏବଂ ତାଙ୍କ ପହ୍ନାରେ କ୍ଷୀର କେମିତି ଅଧିକ କ୍ୟାରି କରିବ ତାଙ୍କୁ ହରମୋନ ଦିଆଗଲା। କ୍ଷୀର ତାଙ୍କ ଭିତରୁ କେମିତି ବାହାର କରାଯିବ ତାଙ୍କୁ ହରମୋନାଲ ଇଞ୍ଜେକ୍ସନ ଦିଆଗଲା, ଏବଂ ତାଙ୍କୁ ଖାଦ୍ୟ ଦିଆଗଲା ହରମୋନାଲ, ଏବଂ ତାଙ୍କୁ କୌଣସି ବାନ୍ଧିକିରି ଗୋଟେ ଜାଗାରେ ରଖାଗଲା, ସେମାନେ ବୁଲିଲେନି କି ଚରିଲେନି। ତେଣୁ ତାର ସବୁ ଗୁଡାକ ହରମୋନ। ତେଣୁ ଆପଣ ଯାହା ବାହାରିବ ଇନପୁଟ ଯାହା ହବ ଆଉଟପୁଟ ସେୟା ହବ। ତେଣୁ ଆପଣଙ୍କର ସବୁ ଗୁଡା ସେ କ୍ଷୀର ଗୁଡାକ ଟୋଟାଲ ହରମୋନ। ତେଣୁ ଆପଣ ଯେତେବେଳେ ସେ କ୍ଷୀରକୁ ପିଲାକୁ ଦେଲେ, ସେ ପିଲାର ହରମୋନାଲ ଇମ୍ବାଲାନ୍ସ ହେଲା। ଆପଣ ଯେତେବେଳେ ନିଜେ ଖାଇଲେ ଆପଣଙ୍କର ହରମୋନାଲ ଇମ୍ବାଲାନ୍ସ ହେଲା। ତେଣୁ ହରମୋନାଲ ଇମ୍ବାଲାନ୍ସ ହେଲେ ସେନ୍ସିଟିଭ ପାର୍ଟ ଅଫ ଦି ବଡି ସେଲ୍ସ ଗୁଡାକ ସାଧାରଣତଃ ଆଗ ଡ୍ୟାମେଜ ହେଇଯାଏ। ତେଣୁ ମା ମାନଙ୍କର ବ୍ରେଷ୍ଟ କ୍ୟାନ୍ସର, ଓଭାରିଆନ କ୍ୟାନ୍ସର, ୟୁଟ୍ରସ କ୍ୟାନ୍ସର, ଆଉ ପୁରୁଷ ମାନଙ୍କର ଯୋଉ ସେନ୍ସିଟିଭ ପାର୍ଟ ଅଫ ଦି ବଡି ହେଲା ପୋଷ୍ଟେଟ, ତେଣୁ ପୋଷ୍ଟେଟ କ୍ୟାନ୍ସର। ତେଣୁ ପ୍ରାୟତଃ ଦେଖିବେ କ୍ୟାନ୍ସରର ମାନେ ଏଇଗୁଡାକ ଯୋଉ କ୍ୟାନ୍ସର ଗୁଡାକ ଯେ ଆଗ୍ରାଭେଟ କରିଛି, ଇଟ ଇଜ ବିକଜ ଅଫ ସୋ କଲ୍ଡ ହରମୋନାଲ ଇମ୍ବାଲାନ୍ସ। ତେଣୁ ଆମେ ସେଠି ଚିନ୍ତା କରନ୍ତୁ ଯେ କ୍ୟା ଖାନା, ଯେ କଣ ଖାଇବା ଉଚିତ। ତେଣୁ କୌଣସି ଲୋକ ଆଜି ମାନେ ଆପଣ ମାନେ ଦେଖନ୍ତୁ, ଗୋଟେ ଲୋକ ଦିନରେ ଅଛି ମାନେ 5 ଥର ବି ଖାଦ୍ୟ ଖାଉଛି, 6 ଥର ବି ଖାଉଛି, 7 ଥର ଖାଉଛି। ମୁଁ ଏଠି ଜଷ୍ଟ ଘରେ ଖାଇକି ଯାଇଛି, ସୁବାସ ଭାଇ ରାସ୍ତାରେ ଦେଖା ହେଲେ, ପୁଣି ଚା କପି ଦେଇଦେଲେ। ପୁଣି ସେଇଠୁ ଯାଇଛି ହେଲା ମାନେ ଆଉ ଜଣେ ବିଜୟ ଭାଇ ଦେଖା ହେଲେ, ସେ ପୁଣି ଟିକେ କହିଲେ ଜଳଖିଆ କରିଦେଲି। ତେଣୁ ଏଇଠି ମତେ 10ଟା ବାଜିବା ଭିତରେ ମୁଁ 3 ଥର ଖାଇଲି। ଯେହେତୁ ଫ୍ରିକ୍ୱେଣ୍ଟ କ୍ରେଭିଂ ଦ୍ୱାରା କଣ ହବ ନା ଆପଣ ଯୋଉ ଜଠାଗ୍ନିଟା ଜଳୁଛି, ସେଥିରେ ଆପଣ ଧର ଗୋଟେ ମା ଜଣେ ରୋଷେଇ କରୁଛି, ସେ ରୋଷେଇ କରିବା ସମୟରେ ତାର ଅଲରେଡି ଡାଲମାଟା ସରିଲାଣି, ତାଙ୍କ ପୁଅ ଯଦି ପଛରେ ଆଳୁ ଆଣିକିରି କାଟିକି ତା ଦେହରେ ପକେଇଦେ, ନା ସେ ଡାଲମା ହବ ନା ସେ ଆଳୁ ସିଝିବ। ସେମିତି ଜଠାଗ୍ନି ଆମକୁ ବଡିକି ମିନିମମ୍ 6 ଆୱାର ଦରକାର ଡାଇଜେଷ୍ଟ କରିବା ପାଇଁ। ଏନି କାଇଣ୍ଡସ ଅଫ ଫୁଡ, ଓନ୍ଲି ଆପଣଙ୍କର ଫ୍ରୁଟ୍ସ ଆଉ ଭେଜିଟେବୁଲ ଛାଡିଲେ ଏନି କାଇଣ୍ଡସ ଅଫ ଫୁଡ ମିନିମମ୍ 6 ଆୱାର୍ସ। ତେଣୁ 6 ଆୱାର ଭିତରେ ଆମେ କୌଣସି ଖାଦ୍ୟ ଖାଇବା କଥା ନୁହଁ। ସେଇଥିପାଇଁ ରଖା ହେଇଛି ଯେ ସକାଳ 7ରୁ ସନ୍ଧ୍ୟା 7 ଭିତରେ ପ୍ରତି 6 ଘଣ୍ଟାରେ ଆପଣ ଖାଇଲେ ଗୋଟେ ବଡିରେ ଇଣ୍ଟରମିଡିଏଟ ଫାଷ୍ଟିଂ ହେଲେ ବଡିରେ ଗୋଟେ ଅଟୋଫିଜି ସିଷ୍ଟମ ଅଛି, ସେଲ୍ଫ ହିଲିଂ ସିଷ୍ଟମ। ତେଣୁ ଆପଣ ମାନେ ଜାଣିଥିବେ ଏଇ ସେଲ୍ଫ ହିଲିଂ ସିଷ୍ଟମ କେମିତି କାମ କରେ। ଡକ୍ଟର ମାନେ ଯେତେବେଳେ ଅପରେସନ କରନ୍ତି, ଅପରେସନ କରିବା ପୂର୍ବରୁ 24 ଘଣ୍ଟା ପୂର୍ବରୁ ସେ ଖାଦ୍ୟ ବନ୍ଦ କରିଦିଅନ୍ତି। କିନ୍ତୁ ଆକ୍ଚୁଆଲି 90% ଆପଣଙ୍କ ଶରୀର ଆପଣଙ୍କୁ ସୁସ୍ଥ ରଖେ, ଡକ୍ଟର ଆପଣଙ୍କୁ ସୁସ୍ଥ ରଖନ୍ତିନି। ସେ ଜାଣିଛନ୍ତି ଯେ ବଡିର ସେଲ୍ଫ ହିଲିଂ ପାୱାର ଅଛି। ସେ ସେଲ୍ଫ ହିଲିଂ ପାୱାରଟା ଆକ୍ଟିଭେଟ ହେଇଯାଏ ଯେତେବେଳେ ଆପଣଙ୍କର ବଡିଟା ଡିଟକ୍ସ ହେଇଯାଏ। ତେଣୁ ବଡି ଯେତେବେଳେ କମ୍ପ୍ଲିଟଲି ଡିଟକ୍ସ ହେଇଯିବ, ଆପଣଙ୍କର ମାନେ ଇମ୍ୟୁନିଟି ଷ୍ଟ୍ରଙ୍ଗ ହେଇଯିବ। ଆଉ ଆପଣଙ୍କର ବଡିରେ ଯୋଉ ଗୁଡାକ ସବୁ ମାନେ ଯୋଉ ଡେଡ ସେଲ ଗୁଡାକ, ସେଗୁଡାକ ମାନେ ବା ଯୋଉ ସେଲ ଗୁଡାକ ଆପଣଙ୍କର ୱିକ୍ ହେଇଯାଇଛି, ସେମାନେ ଆକ୍ଟିଭ ହେଇଯିବେ। ତେଣୁ ସେଇଥିପାଇଁ ଆପଣଙ୍କୁ ଇଣ୍ଟରମିଡିଏଟ ଫାଷ୍ଟିଂ କରାଯାଏ, ଆଉ ସକାଳ 7ରୁ ସନ୍ଧ୍ୟା 7 ଭିତରେ ଖାଇବା ଉଚିତ। ତେଣୁ ସେଇଥିପାଇଁ ଆପଣ ମାନେ ଯଦି ସବୁବେଳେ ଧ୍ୟାନ ଦେବେ ଯେ ମୁଁ କଣ ଖାଇବି, ତାହେଲେ ଆପଣ ମାନେ ଜାଣିପାରିବେ। ଆଜିକାଲି ବିଭିନ୍ନ ପ୍ରକାର ମାନେ ଯୋଉ ଠାକୁର ମଧ୍ୟ ସେଇ କଥା ଆପଣଙ୍କର ମାନେ ସ୍ୱାସ୍ଥ୍ୟ ସଦାଚାର ସୂତ୍ରରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରିଛନ୍ତି। ଦିସ୍ ଇଜ ନଟ୍ ଦ ହାଇ ଟାଇମ ଟୁ ଡିସକସ ଅଲ ଦିସ୍ ଥିଙ୍ଗସ। ସବୁ ଜିନିଷ ତ ମାନେ ସମୟ ସାପେକ୍ଷ, କହିହବ ନାହିଁ। କିନ୍ତୁ ଆପଣ ମାନେ ଯଦି ଚିନ୍ତା କରିବେ ଯେ ମୁଁ କଣ ଖାଇବି, ତାହେଲେ ଆପଣ ଦେଖିବେ ଆସ୍ତେ ଆସ୍ତେ ଆପଣ ଶରୀର ସୁସ୍ଥତା ଆଡକୁ ଗତି କରିବ। ତେଣୁ ସେଇଠି ଯଦି ଚିନ୍ତା କରିବେ ଯେ ମୋ ବଡି ପାଇଁ ପେଟ୍ରୋଲ ଦରକାର, ଡିଜେଲ ଦରକାର ନା କିରୋସିନ ଦରକାର, ତେଣୁ ସେଇଠୁ ଯଦି ଚିନ୍ତା କରିବେ ମୁଁ କେତେ ଖାଇବି ବା କିତନା ଖାନା, ତେଣୁ ସେଇଟା ଯଦି ଚିନ୍ତା କରିବେ ତାହେଲେ ଆପଣ ମାନେ ଜାଣିଛନ୍ତି କୌଣସି ଲୋକ ମାକ୍ସିମମ୍ 99% ଲୋକ ଜାଣିନାହାନ୍ତି ମୁଁ କେତେ ଖାଇବା ଦରକାର। କାହିଁକି ନା ଆମର ଗୋଟେ ବଡିର ଗୋଟେ BMR ଅଛି, ବେସିଲ ମେଟାବୋଲିକ ରେଟ୍। ବେସିଲ ମେଟାବୋଲିକ ରେଟ୍ କଣ କହୁଛି ନା ଯୋଉ BMR କହେ
ଯେ ଆମେ ଯେତେବେଳେ ସପୋଜ ଗୋଟେ ବଡି ଯେତେବେଳେ ଆମର ରେଷ୍ଟ ଆଉ ଡାଇଜେଷ୍ଟ ମୋଡରେ ରହୁଛି, କିମ୍ବା ଗୋଟେ ଲୋକ ଦିନ ସାରା କୌଣସି କାମ କରୁନି, ସେ ଗୋଟେ ସିଡେଣ୍ଟାରୀ ଲାଇଫ ଷ୍ଟାଇଲରେ ବସୁଛି, ପୁରା ଖାଲି ଏସିରେ ବସିବା ବା ଶୋଇବା ଏସିରେ, କୌଣସି ନାହିଁ, ମାନେ ଯେମିତି ମାନେ ଆରାମ ଲାଇଫଷ୍ଟାଇଲ। ତେଣୁ ସେଇ ଆରାମ ଲାଇଫଷ୍ଟାଇଲ ଭିତରେ ଯେତେବେଳେ ରହୁଛି, କିନ୍ତୁ ତା ଭିତରେ ମଧ୍ୟ ତାର ବେସିଲ ମେଟାବୋଲିକ ରେଟ ଅନୁସାରେ ତାର ଖାଦ୍ୟ ଡାଇଜେଷ୍ଟ କରୁଛି, ତାର ଆଖିର ପତା ପଡୁଛି, ତାର ହାତ ମଧ୍ୟ ହଲୁଛି, ତାର ହାର୍ଟ ମଧ୍ୟ ଚାଲିଛି, ତାର ବିଭିନ୍ନ ବାୟୋଲୋଜିକାଲ ଫଙ୍କସନ, ତା ବଡିରେ ଯେତେ ବାୟୋଲୋଜିକାଲ ଫଙ୍କସନ ଅଛି, ତେଣୁ ସବୁ ଗୁଡାକ ମଧ୍ୟ ମାନେ ରେସ୍ପିରେଟରୀ ସିଷ୍ଟମ ହଉ, ଫୋନେଟରୀ ସିଷ୍ଟମ ହଉ, ଆର୍ଟିକୁଲେଟରୀ ସିଷ୍ଟମ ହଉ, କିମ୍ବା ଡାଇଜେଷ୍ଟିଭ ସିଷ୍ଟମ ହଉ, ବା ସ୍କେଲିଟାଲ ମସ୍କୁଲାର ସିଷ୍ଟମ ହଉ, ସବୁ ସିଷ୍ଟମ ତାର ଚାଲିଛି। ତେଣୁ ସେ ଖାଲି ବସିକିରି ରହିଲେ, ଶୋଇକିରି ରହିଲେ ମଧ୍ୟ ତାର ବଡି ପାଇଁ ଏନର୍ଜି ଦରକାର। ସେଇ ଯୋଉ ଏନର୍ଜି ଟାକୁ ଆମେ ସାଧାରଣତଃ ମାନେ ମାନେ କ୍ୟାଲୋରି ଆକାରରେ ରହୁ, ଯେମିତି ଆମେ ଗୋଟେ କୌଣସି ଜିନିଷକୁ ଓଜନ କଲେ କିଲୋ ବା ଲିଟର ହିସାବରେ ମେଜରମେଣ୍ଟ କରୁ, ସେମିତି ଆମର କ୍ୟାଲୋରି କଣ ନା ୟୁନିଟ୍ ଅଫ ଏନର୍ଜି। କାରଣ ମୋ ବଡି କେତେ ଏନର୍ଜି ରିକ୍ୱାର କରୁଛି, ସେଟା ମୋର ବେସିଲ ମେଟାବୋଲିକ ରେଟ ରୁ ଆମେ ଜାଣିପାରିବା। ତେଣୁ କୌଣସି ଲୋକ ଜାଣିନି ମୋ ବଡି କି କେତେ ଏନର୍ଜି ଦରକାର। ତେଣୁ ସେଥିପାଇଁ ଆମର ଖାଇବା ଆମେ ରଙ୍ଗ ଆପ୍ରୋଚ ରେ ଖାଉଛେ। ତେଣୁ ଗୋଟେ ସାଧାରଣତଃ ସକାଳୁ ଆମେ ଯେତେବେଳେ ଗୋଟେ ଇଡଲି, ବରା, ସିଙ୍ଗଡା ବା ଯେକୌଣସି ଆମର ଇଣ୍ଡିଆନ ହିସାବରେ ସାଉଥ ଇଣ୍ଡିଆ ମାନେ ଟିଫିନ ହଉ, କି ନର୍ଥ ଇଣ୍ଡିଆ ଟିଫିନ ହଉ, କି ଇଷ୍ଟ ଇଣ୍ଡିଆ ଟିଫିନ ହଉ, ଆମେ ସବୁବେଳେ ମେଞ୍ଚେ କାର୍ବୋହାଇଡ୍ରେଟ ନେଲେ। ତେଣୁ କାର୍ବୋହାଇଡ୍ରେଟ ଯୋଉ ବାଲାନ୍ସ ଡାଇଟ ଟା ଆମେ ନେଇ ପାରିଲାନି, ଯେତିକି ଫ୍ୟାଟ ବଡିକି ଦରକାର ସେତିକି ଗଲାନି, ଯେତିକି ମାନେ ଆପଣଙ୍କର କାର୍ବୋହାଇଡ୍ରେଟ ଦେବା କଥା ସେତିକି ଦେଲେନି, ଆଉ ଯେତିକି ଆପଣ ବଡି ନ୍ୟୁଟ୍ରିସନ ପାଇବା କଥା ସେତିକି ପାଇଲା ନାହିଁ। ତେଣୁ ଯେତିକି ପ୍ରୋଟିନ ବଡିକି ଦେବା କଥା ସେତିକି ପ୍ରୋଟିନ ବଡି ପାଇଲା ନାହିଁ। ତେଣୁ ଅବଭିୟସଲି ଆସ୍ତେ ଆସ୍ତେ କଣ ହବ ନା କାର୍ବୋହାଇଡ୍ରେଟ ସଂଖ୍ୟା ବଢିଗଲା। କାର୍ବୋହାଇଡ୍ରେଟ ମାନେ ଆପଣ ଯୋଉ ଇଟିଲି ଖାଇଲେ ସିଏ ବି କାର୍ବୋହାଇଡ୍ରେଟ, ଆପଣ ଯୋଉ ଦୋସା ଖାଇଲେ ସିଏ ବି କାର୍ବୋହାଇଡ୍ରେଟ, ଆପଣ ଯୋଉ ଆଳୁଦମ ଖାଇଲେ ସିଏ ବି କାର୍ବୋହାଇଡ୍ରେଟ, ଆପଣ ଦହିବରା ଖାଇଲେ ସିଏ ବି କାର୍ବୋହାଇଡ୍ରେଟ। ତେଣୁ କାର୍ବୋହାଇଡ୍ରେଟ 99% କାର୍ବୋହାଇଡ୍ରେଟ ଗଲା, ବଡି ଫ୍ୟାଟ ପାଇଲାନି କି ପ୍ରୋଟିନ ପାଇଲାନି। ତେଣୁ ଅବଭିୟସଲି ଆପଣଙ୍କୁ 10 ମିନିଟ 15 ମିନିଟ ଅଧଘଣ୍ଟା ପରେ ପୁଣି ଭୋକ ହବ। ତେଣୁ ଆପଣ ଫ୍ରିକ୍ୱେଣ୍ଟଲି ଇଟିଂ କଲା ପରେ ଆପଣ କ୍ରେଭିଂ ଟା ବଢି ବଢି ଚାଲିଲା, ଆପଣ ଇଚ୍ଛା ହଉନି, ଆପଣ ମାନେ ଭୋକ ହଉଛି ବୋଲି ଆପଣ ଖାଉଛନ୍ତି। ତେଣୁ କାହିଁକି ଭୋକ ହଉଛି ନା ବଡି ପ୍ରୋଟିନ ପାଉନି, ଆପଣ ଜାଣିନାହାନ୍ତି କୋଉଥିରେ କେତେ ପ୍ରୋଟିନ ଅଛି। ତେଣୁ ଶରୀର ଆସ୍ତେ ଆସ୍ତେ କଣ ହେଲା ନା କାର୍ବୋହାଇଡ୍ରେଟ ଯେତେବେଳେ ବଡିରେ ଅଧିକା ବଢିଲା, ଆପଣ ଇନସୁଲିନ ରେଜିଷ୍ଟାନ୍ସ ହେଇଗଲା, କାରଣ ତାକୁ ଇନସୁଲିନ ବେଶୀ ସିକ୍ରେସନ କରିବା ଦରକାର ଖାଦ୍ୟକୁ ଡାଇଜେଷ୍ଟ କରିବା ପାଇଁ। ତେଣୁ ଆସ୍ତେ ଆସ୍ତେ ଆପଣ ଟାଇପ 2 ଡାଇବେଟିସ୍ ଆଡକୁ ଚାଲିଗଲେ। ତେଣୁ ଏଇଥିପାଇଁ ଆମେ କଣ ଖାଇବା ନା କେତେ କ୍ୟାଲୋରି ଆମ ବଡି ରିକ୍ୱାର କରୁଛି, ସେଇ ହିସାବରେ ଆମେ ତିନିଟା ମିଲ୍ ପ୍ରିନ୍ସିପାଲ ମିଲ୍ ଖାଉଛେ, ସେ ତିନିଟା ପ୍ରିନ୍ସିପାଲ ମିଲ୍ ରେ ଆମେ ଚିନ୍ତା କରିବା ଦରକାର ମୋ ବଡି କେତେ କ୍ୟାଲୋରି ଡାଇଜେଷ୍ଟ କରୁଛି। ତାପରେ ଆପଣ ଯଦି ସେଇ ବିଏମଆର ରୁ ଜାଣିପାରିବେ, ତାହେଲେ ମୋର ବାୟୋଲୋଜିକାଲ ଫଙ୍କସନ ପାଇଁ ମତେ ଏତିକି ଖାଦ୍ୟ ଦରକାର। ତେଣୁ ସେଇ ହିସାବରେ ଖାଇଲେ ଆପଣ ସୁସ୍ଥ, ଦୀର୍ଘାୟୁ ଓ ନିରାମୟ ଜୀବନ ଯାପନ କରିପାରିବେ। ତାପରେ ଆଉ ଗୋଟେ ବଡ ଇମ୍ପୋର୍ଟାଣ୍ଟ ଜିନିଷ ହଉଛି କବ ଖାନା, ଯୋଉ କଥା ଟିକେ ପୂର୍ବରୁ କହୁଥିଲି, ଅଲେଖ ବାବାଙ୍କର କଥା କହୁଥିଲି, ଯେ କୋଉ ସମୟରେ ଖାଇବା ଦରକାର, କାହିଁକି ଫ୍ରିକ୍ୱେଣ୍ଟ ଇଟିଂ ହଉଛି, କାହିଁକି ଆମକୁ ହେଲା ଏଇ ଯୋଉ ଫ୍ରିକ୍ୱେଣ୍ଟ ଇଟିଂ ଯୋଗୁ, ବାରମ୍ବାର ଖାଇବା ଦ୍ୱାରା ଯୋଗୁରୁ ଆପଣଙ୍କର ଏକ୍ସଟ୍ରା କ୍ୟାଲୋରି ଆପଣଙ୍କ ବଡିରେ ଡିପୋଜିଟ ହେଇଯାଉଛି। ତେଣୁ ଏକ୍ସଟ୍ରା କ୍ୟାଲୋରି ଡିପୋଜିଟ ହବା ଯୋଗୁରୁ ଆପଣଙ୍କର ଫ୍ୟାଟ ଆସିଯାଉଛି, ବା ଯାହାକୁ ଆମେ ଓବିସିଟି କହୁଛେ। ତେଣୁ ଓବିସିଟି ଆସିଲେ କଣ ହବ ନା, ଓବିସିଟି ଆସିଲେ ଆପଣଙ୍କ ଡାଇବେଟିସ୍ ଆସିବ, ଆପଣଙ୍କର କ୍ୟାନ୍ସର ଆସିବ, ଆପଣଙ୍କର କାର୍ଡିଓଭାସ୍କୁଲାର ପ୍ରୋବ୍ଲେମ ଆସିବ। ତେଣୁ ଆପଣ ଆସ୍ତେ 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 ଓବିସିଟିର ଶିକାର ହେଇଯାଉଛନ୍ତି। ତେଣୁ ମାନେ ଅ କବ ଖାନା ହଉଛି ବହୁତ ଇମ୍ପୋର୍ଟାଣ୍ଟ। ତେଣୁ ସେଥିପାଇଁ ମାନେ ଲେସ୍ କେମିତି ଆମେ ମାନେ କମ ଖାଇବା ଏବଂ ଦୀର୍ଘାୟୁ ରହିବା। ତେଣୁ ସେ କମ ଖାଇବା ମାନେ ଖାଦ୍ୟ କମେଇବାନି, ଖାଦ୍ୟ ଅଧିକା ଖାଇବା, କିନ୍ତୁ ତାର କ୍ୟାଲୋରିକ ଇନଟେକ୍ ଟା ଆମେ ବଢେଇବା। ସରି ମାନେ ଯୋଉଟା ଆପଣ କ୍ୟାଲୋରି କି ବାଲାନ୍ସ ମେଣ୍ଟେନ କରିକି ଖାଇବା। ତେଣୁ ମାନେ ସେଇଥିପାଇଁ ଯେତିକି କ୍ୟାଲୋରି ବଡିକି ଦରକାର, ଆମେ ସେତିକି କ୍ୟାଲୋରି ତାକୁ ପ୍ରୋଭାଇଡ କରିବା। ତେଣୁ ସେଇଥିପାଇଁ ଆମେ କଣ କରୁଛେ ନା, ଆମେ ଯେତେବେଳେ ସପୋଜ ବଡି ଯେତେବେଳେ ରେଷ୍ଟ ଆଉ ଡାଇଜେଷ୍ଟ ମୋଡକୁ ପଳଉଛି, ସେଇ ସମୟରେ ଆମେ କଣ କରୁଛେ ନା ଆଉ ଅଧିକ ଖାଉଛେ। ତେଣୁ ଅଧିକ ଖାଇଲେ କଣ ହବ ନା, ଅଧିକ ଖାଇବା ଦ୍ୱାରା ବଡି ତାକୁ ଡାଇଜେଷ୍ଟ କରିପାରେନି। ତେଣୁ ବଡି ଯେତେବେଳେ ଖାଦ୍ୟ ଡାଇଜେଷ୍ଟ ନ କରିପାରେ, ତେଣୁ ସେ କଣ ହବ, ସେ ଖାଦ୍ୟ ଆପଣଙ୍କ ଶରୀରରେ ପଚିବା ଆରମ୍ଭ କରିବ। ତେଣୁ ପଚିଲେ ଖାଦ୍ୟ କଣ ହବ ନା, ଆପଣଙ୍କର ଆମର ଯୋଉ ମେକାନିଜିମ, ଭଗବାନ ଯୋଉ ମେକାନିଜିମ ବନେଇଛନ୍ତି, ବା ଶରୀରରେ ଯୋଉ ମେକାନିଜିମ ଟା ଅଛି, ଆପଣ ଯୋଉ ଖାଦ୍ୟ ଖାଇଲା ମାନେ ସେ ତାର ୱେଷ୍ଟ କିଛି ଏନର୍ଜି ବା ସେଟା ଏନର୍ଜିରେ କନଭର୍ଟ ହେଇଯିବ, ଏନର୍ଜି କିଛି ବଡି ଗ୍ରହଣ କରିବ, ଆଉ ସବୁ ବଡି ତାକୁ ମାନେ ବାହାର କରିନବ। ତେଣୁ ଖାଦ୍ୟ ଡାଇଜେଷ୍ଟ ନ ହୋଇକିରି ସେମାନେ କଣ କରିବେ, ଆପଣଙ୍କର ଯୋଉ ଗୁଡାକ ସବୁ ୱେଷ୍ଟ ମ୍ୟାଟର ଗୁଡାକ ଆପଣଙ୍କର ସ୍ମଲ ଇଣ୍ଟେଷ୍ଟାଇନ ଆଉ ଯୋଉ ଲାର୍ଜ ଇଣ୍ଟେଷ୍ଟାଇନ ଅଛି, ସେଥିରେ ଚିପକିକିରି ରହିଯିବେ। ତେଣୁ ସେଇଗୁଡାକ ଆପଣଙ୍କର କଣ, ଯେତେବେଳେ ବ୍ଲଡ ରେ ଯେତେବେଳେ ସେଟା ମୁଭମେଣ୍ଟ ହୁଏ, ଆପଣ ସ୍କିନ୍ କି ଗଲା, ଆପଣଙ୍କର ସ୍କିନ୍ ଖରାପ କରିବ।
ଆପଣଙ୍କର ହାର୍ଟ କୁ ଗଲା, ଆପଣ ହାର୍ଟ ଖରାପ କରିବ, କାହିଁକିନା ସେ ସବୁ ଗୁଡାକ ସେ ବ୍ଲଡ କୁ ମଧ୍ୟ ପଏଜନ କରିଦବ। ତେଣୁ ବ୍ଲଡ ଟା ଆପଣଙ୍କର ଆପାଦ ମସ୍ତକ ସବୁ ଜାଗାରେ ବ୍ଲଡ ଅଛି। ତେଣୁ 70% ଅଫ ଦି ବଡି ଟୋଟାଲ କନସିଷ୍ଟ ଅଫ ବ୍ଲଡ। ଆପଣଙ୍କର ମାନେ ହେୟାର ଠାରୁ ଆପଣଙ୍କର ନେଲ ପର୍ଯ୍ୟନ୍ତ ଆପଣ ଦେଖନ୍ତୁ ସବୁ ଜାଗାରେ ଆପଣଙ୍କର ବ୍ଲଡ ଅଛି। ତେଣୁ ବ୍ଲଡ ଯେ ସେ ବ୍ଲଡ ଟା ଯୋଉ ଯୋଉ ବଡିରେ ଯୋଉ ଯୋଉ ଜାଗାରେ ସର୍କୁଲେସନ ହବ ସେ ସେଇ ଜାଗାକୁ କ୍ଷତି କରେଇବ। ତେଣୁ ସେଥିପାଇଁ ଆପଣ ଆସ୍ତେ ଆସ୍ତେ କଣ ହବ ନା ଯାହାର ପେଟ ସଫା ତାର ମନ ସଫା। ତେଣୁ ଆପଣ ପେଟ ସଫା ରହିବନି କାହିଁକି ନା ସାଧାରଣତଃ ଦେଖନ୍ତୁ ଆମର ଗୋଟେ ଯୋଉ କଥା ଟିକେ କହୁଥିଲି, ଗୋଟେ ଡେଡ ବଡି କି ଆମେ ଯେତେବେଳେ ଖାଉଛେ, ତାଙ୍କୁ ମାରିକିରି ଯେତେବେଳେ ଖାଉଛେ, ଆମର ସାଇନ୍ସ କହୁଛି ଗୋଟେ ଡେଡ ବଡି କୁ ହଜମ କରିବା ପାଇଁ, ବଡିରୁ କମ୍ପ୍ଲିଟ ହଜମ ହବା ପାଇଁ 36 ଘଣ୍ଟା ଦରକାର। ଆମେ 36 ଘଣ୍ଟା ପର୍ଯ୍ୟନ୍ତ ଗୋଟେ ମାନେ ଡେଡ ବଡି ଟାକୁ ପେଟରେ ପୁରେଇ ବୁଲୁଛୁ, କିନ୍ତୁ ସକାଳେ ସେଇ ମାଂସ ସକାଳେ ରୋଷେଇ ହେଇଛି ବା ଲଞ୍ଚ ରେ ସେଇ ମାଂସ ଖାଇଛେ ଏବଂ ତାକୁ ବି ମଧ୍ୟ ଗରମ କରିକି ଆମେ ଡିନର ରେ ଖାଉଛେ। ତେଣୁ ଲଞ୍ଚ ର ଡିନର ଗ୍ୟାପ ମାକ୍ସିମମ୍ 6 to 8 ଆୱାର୍ସ। କିନ୍ତୁ 36 ଆୱାର୍ସ ଆମେ ଡେଡ ବଡି ଟା ମାନେ ଗୋଟେ ମିଲ୍ କି ଗୋଟେ ମାନେ ନନଭେଜ ମିଲ୍ କି ଡାଇଜେଷ୍ଟ କରିବାକୁ 36 ଆୱାର ଦରକାର। ତେଣୁ କିନ୍ତୁ ଆମେ 6 ଘଣ୍ଟା ପରେ ପୁଣି ଖାଦ୍ୟ ଖାଇଲେ ବା 8 ଘଣ୍ଟା ପରେ ପୁଣି ଖାଇଲେ, ତେଣୁ ସିଏ ହଜମ ହେଇନି, ଇଏ ପୁଣି ଖାଦ୍ୟ ପେଟକୁ ଗଲା। ତେଣୁ ୟା ଭିତରେ କଣ ହବ ନା ବଡିରେ ଟକ୍ସିନ କ୍ରିଏଟ ହବ। ତେଣୁ ଆଉ ଗୋଟେ କଥା ଠାକୁର ମଧ୍ୟ ସୁନ୍ଦର ଭାବେ କହିଛନ୍ତି ଯେ କାହିଁକି ମାନେ ନନଭେଜ ଫୁଡ ଆମେ ଖାଇବା ଉଚିତ ନୁହେଁ। ତେଣୁ ତାର କାରଣ ହଉଛି ମାନେ ଠାକୁର କହୁଛନ୍ତି ଆମ ଶରୀର ଟା ଆନିମଲ ସେଲ ରେ ତିଆରି ହେଇଛି। ଆପଣ ମାନେ ଜାଣିଛନ୍ତି ସେଲ ଦି ପ୍ରକାର, ଗୋଟେ ହେଲା ପ୍ଲାଣ୍ଟ ସେଲ, ଗୋଟେ ହେଲା ଆନିମଲ ସେଲ। ଆମର ଶରୀରଟା ସାଧାରଣତଃ ଆନିମଲ ସେଲ ରେ ତିଆରି ହେଇଛି। ତେଣୁ ଆମେ ଯେହେତୁ ଆମେ ଆନିମଲ ସେଲରେ ଆମ ଶରୀର ଟା ତିଆରି ହେଇଛି, ତେଣୁ ଗୋଟେ ଆନିମଲ ଆଉ ଗୋଟେ ଆନିମଲ କୁ ଯେତେବେଳେ ଖାଏ ତାର ସେଇଟା କଣ କରେ ନା ବଡିରେ ଗୋଟେ ଟକ୍ସିନ କ୍ରିଏଟ କରେ। ତେଣୁ ଟକ୍ସିନ କ୍ରିଏଟ ହେଲେ କଣ ହବ ନା ଆସ୍ତେ ଆସ୍ତେ ଆପଣଙ୍କର ସେଲ ଡିଭିଜନ ଟା ଜଲଦି ଜଲଦି ହେଇଯିବ। ତେଣୁ ସେଲ ଡିଭିଜନ ହେଲେ କଣ ହବ ନା ଆପଣଙ୍କର ସାଧାରଣତଃ ଆୟୁଷ ଟା ଧୀରେ ଧୀରେ କମିଯିବ। ଯୋଉ ସେଲ ଟା 40 ବର୍ଷରେ ଡିଭିଜନ ହବା କଥା ସେ ସେଲ ଟା 30 ବର୍ଷରେ ହେଇଯିବ। ତେଣୁ ଆପଣ ଯୋଉଠି 80 ବର୍ଷ ବଞ୍ଚିବା କଥା ସେଠି 70 ବର୍ଷ ବଞ୍ଚିବେ ବା 60 ବର୍ଷ ବଞ୍ଚିବେ। ତେଣୁ ସେଇଟା ପ୍ରାୟତଃ ଆମେ ମାନେ ଜାଣିପାରୁନୁ। ଇଭିନ ବି ମାନେ ଡକ୍ଟର ମାନେ ମଧ୍ୟ ସେମାନେ ମଧ୍ୟ ତା ଉପରେ ଆୱାରି ନଥାନ୍ତି। ତେଣୁ ପ୍ରାୟ ଆମେ ଯେତେବେଳେ ମାନେ ଡକ୍ଟର ମାନେ କୁହନ୍ତି ଯେ ଆପଣ ଟିକେ ମାନେ ଆଇଁଷ ଖାଆନ୍ତୁ ବା ମାଛ ମାଂସ ଖାଆନ୍ତୁ, ତେଣୁ ତା ଦେହରେ ଅଛି ମାନେ ଆନିମଲ ପ୍ରୋଟିନ ଅଛି। ତେଣୁ ପ୍ରୋଟିନ ବଡି ପାଇଁ ଦରକାର, ନିହାତି ଦରକାର। କିନ୍ତୁ ତା ଦେହରେ ମାନେ ଆପଣ ଆଇଁଷ ଖାଇଲେ ତା ଦେହର ଆନିମଲ ପ୍ରୋଟିନ, ତାହେଲେ ମନରେ ପ୍ରଶ୍ନ ଉଠେ ତାହେଲେ ଆମେ ଆଜି ମାନେ ଦେଖନ୍ତୁ ଯୋଉ ହର୍ସ ହେଲା କି ଏଲିଫାଣ୍ଟ ହେଲା, ହାତୀ କି ଘୋଡା, ତାହେଲେ ସିଏ କୋଉ ଆନିମଲ ପ୍ରୋଟିନ ଖାଉଛନ୍ତି? ଆଜି ଆପଣ ଯେତେ ମେସିନ ତାର ମାନେ ସବୁର ମେସିନ କୁ ଆମେ ଯଦି ମେଜରମେଣ୍ଟ କରୁଛେ, ଯେମିତି କହିଲେ କାଲୋରି ୟୁନିଟ ଅଫ ଏନର୍ଜି ବା ତେଲଟେ ଆଣିଲେ ଆମେ ଲିଟର ହିସାବରେ କହୁଛୁ, ସେମିତି ମେସିନ ର ପାୱାର ହଉଛି ହର୍ସ ପାୱାର। ତେଣୁ ହର୍ସ ଯୋଉ ଘୋଡା ବୋଲି କହୁଛେ, ସେ ଘୋଡା କୋଉ ମଟନ ଚିକେନ ଖାଏ? ତାର ଯଦି ମାନେ ସିଏ ଯଦି ତାର କୋଉ ପ୍ରୋଟିନ ସର୍ଟ ହଉନି, ତାର କ୍ୟାଲସିୟମ ସର୍ଟ ହଉନି, ତାର ତ ଆଇରନ ସର୍ଟ ହଉନି, କି ଭିଟାମିନ କି ମିନେରାଲ ସର୍ଟ ହଉନି, ତେଣୁ ଘୋଡା ତ କେବେ ଆଇଁଷ ଖାଏନି। ତେଣୁ ତା ପାୱାର ହଉଛି ସବୁଠାରୁ ହର୍ସ ପାୱାର। ତେଣୁ ଏଲିଫ୍ୟାଣ୍ଟ ଦେଖନ୍ତୁ ସବୁଠାରୁ ପୁଥଳକାୟ ଶରୀର କାହାର? ହାତୀର। ଖାଏନି କି ହେଲା ଚିଙ୍ଗୁଡି ଖାଏନି କି ଏନି କାଇଣ୍ଡସ୍ ଅଫ୍ ନନଭେଜ ଖାଏନି। ତେଣୁ ତା ଭିତରେ ପୁଣି ଆନିମଲ ପ୍ରୋଟିନ କୋଉଠୁ ଆସୁଛି? ତେଣୁ ସେମାନଙ୍କର ଦୂରଦୃଷ୍ଟି ଅଭାବ, ସେମାନେ ଏଇଥିପାଇଁ କହନ୍ତି। କିନ୍ତୁ ଅଲଟିମେଟଲି ଆପଣ ଯଦି ଚିନ୍ତା କରିବେ, ଆମ ପିଲାକୁ ବା ଆମେ ନିଜେ ଆମର ମାନେ ଯୋଉ ମଟନ ଚିକେନ ଖାଇବାକୁ ଦବା ଦ୍ଵାରା ଆମର କଣ ହଉଛି? ପ୍ରଥମ ହେଲା ଅପମୃତ୍ୟୁ ହଉଛି, କାହିଁକିନା ସେମାନେ ପ୍ରିଜର୍ଭେଟିଭ ଦେଇ ରଖୁଛନ୍ତି। ସେଗୁଡା ଖାଇବା ଦ୍ଵାରା ବିଭିନ୍ନ ପ୍ରକାର ମାନେ କ୍ୟାନସର ହଉଛି, ବଡ ବଡ ହୋଟେଲ ରେ ଆମେ ଯୋଉ ଖାଦ୍ୟ ଖାଉଛେ। ତା ସହିତ ପ୍ରିମାଚୁର ଡେଥ ତ ହଉଛି। ଇଏ ବି ଗୋଟେ ପ୍ରିମାଚୁର ଡେଥ ର ମୂଳ କାରଣ ହଉଛି ଯେ ଆପଣଙ୍କର ସେଲ ର ଡିଭିଜନ ଟା ଫାଷ୍ଟର ହେଇକିରି, କାହିଁକିନା ସେ ସେଲ ଭିତରେ ଗୋଟେ କଣ୍ଟ୍ରାଷ୍ଟ କ୍ରିଏଟ ହୁଏ, ଗୋଟେ ଟକ୍ସିନ କ୍ରିଏଟ ହେଇଯାଏ। ଏ ବଡି ତାକୁ ଆକ୍ସେପ୍ଟ କରେନି, କାହିଁକିନା ଯେହେତୁ ସେ ଆନିମଲ, ଇଏ ଆମେ ଖାଇଲେ ଆନିମଲ। ତେଣୁ ଟକ୍ସିନ କ୍ରିଏଟ ହେଲା। ଏଇ ଯୋଉ ବିଷକ୍ରିୟାଟା ମଣିଷ ଭିତରେ କ୍ରିଏଟ ହୁଏ, ଏଇଟା କେହି ଜାଣିପାରନ୍ତିନି। ତେଣୁ ସମସ୍ତେ କୁହନ୍ତି ଯେ ଆମେ ମାଛ ମାଂସ ଏଇଥିପାଇଁ ଖାଇବା ଦରକାର, କାହିଁକିନା ତା ଦେହରେ ବି ଆନିମଲ ପ୍ରୋଟିନ ରହୁଛି, ଯୋଉଟା କି ଶରୀର ପାଇଁ ଦରକାର। କିନ୍ତୁ ଆସ୍ତେ ଆସ୍ତେ ଆମେ ନିଜେ କଣ ହଉଛେ ନା ଅପମୃତ୍ୟୁର ଶିକାର ହଉଛେ। ଆମର ଆୟୁଷ ଧୀରେ ଧୀରେ କମି ଯାଉଛି। ତତ୍ ସହିତ ଯେ ଆମ ପିଲାମାନଙ୍କର ଜାଣି ଶୁଣି ଆମ ପିଲାର ଆୟୁଷକୁ ମଧ୍ୟ ଆମେ କମଉଛେ। ତେଣୁ ଏହାର କାରଣ ହଉଛି ଆମେ ନିଜେ, ଆମର ଅସାବଧାନତା, ଆମର ଅସଂଯମତା। ଆମେ ସଂଯମତା ଆଚରଣ କରୁନୁ ଯେ କଣ ଖାଇବା ଦରକାର, କେତେ ମାତ୍ରାରେ ଖାଇବା ଦରକାର ଏବଂ ତାର କ୍ଵାଲିଟି କଣ ହବା ଦରକାର। ତେଣୁ ଆମେ ଯଦି ଏଇ ତିନୋଟି ଜିନିଷକୁ ଆମେ ଯଦି ଧ୍ୟାନ ଦେବା, ତାହେଲେ ଆପଣ ଦେଖନ୍ତୁ, ଆପଣ ଯେତେବେଳେ ଗୋଟେ ଘର ତିଆରି କରୁଛନ୍ତି, ପ୍ରଥମେ ଆମେ କଣ କରୁଛେ? ଗୋଟେ ଆର୍କିଟେକ୍ଟ ଡାକି ଗୋଟେ ପ୍ଲାନ ଆଣୁଛେ। କିନ୍ତୁ
ଆମର ଜୀବନର ପ୍ଲାନିଂ ଆମେ ଆମେ ସେଇ ଘରେ ଆମେ ରହିବା, କିନ୍ତୁ ଆମ ଲାଇଫ ର ପ୍ଲାନ ନାହିଁ। ଆମେ ଯୋଉ ଘର ତିଆରି କରୁଛେ, ଆମେ ସେ ଘରେ ନିଜେ ରହିବା ପାଇଁ ଘର ତିଆରି କରୁଛେ, ତେଣୁ ପ୍ରଥମେ ଆର୍କିଟେକ୍ଟ ରେ କଣ୍ଟାକ୍ଟ କଲେ, ଆର୍କିଟେକ୍ଟ ରୁ ଭଲ ପ୍ଲାନ ଆଣିଲେ, କୋଉଠି ଲାଟ୍ରିନ୍ ରହିବା ଦରକାର, କୋଉଠି ବାଥରୁମ ରହିବା ଦରକାର, କୋଉଠି କିଚେନ ରହିବା ଦରକାର, ଆମେ ପ୍ଲାନ ଆଣିଲେ। କିନ୍ତୁ ଆମ ଜୀବନର ପ୍ଲାନ ଆମେ ନିଜ ଜୀବନର ଡିଜାଇନ ଆମେ କଲେନି, କି ନିଜ ଜୀବନର ପ୍ଲାନ ଆମେ କଲେନି। ତେଣୁ ଆଉ ଗୋଟେ କଥା ଆପଣ ଚିନ୍ତା କରନ୍ତୁ, ଆପଣ ଯେତେବେଳେ ଗୋଟେ ଘର ତିଆରି କରୁଛନ୍ତି, ଆପଣ ସେଠି କଣ୍ଟ୍ରାକ୍ଟର କୁ ଦିଅନ୍ତୁ ବା ନିଜେ କରନ୍ତୁ, ଆପଣ ସେଠି କଣ ଚିନ୍ତା କରୁଛନ୍ତି, କେମିତି ଭଲ ରଡ ୟୁଜ ହବ, ଟାଟା ରଡ ହବା ଦରକାର, ଭଲ ବାଲି ଆସିବା ଦରକାର, ଲୁଣି ବାଲି ହବା ଦରକାର ନାହିଁ, ବଗଡା ବାଲି ହବନି, ଭଲ ବାଲି। ତେଣୁ ଭଲ ଗୋଡି ଆସିବା ଦରକାର। ତେଣୁ ଭଲ ବାଲି, ଭଲ ଗୋଡି, ଭଲ ସିମେଣ୍ଟ ହେଲେ ଘରଟି ଭଲ ହବ। କିନ୍ତୁ ଆମେ ଖାଦ୍ୟ ଖାଇବା ପୂର୍ବରୁ କୋଉ ଖାଦ୍ୟଟା ମୋ ଶରୀର ପାଇଁ ଭଲ, ସେଇଟା ଆମେ କେବେ ଚିନ୍ତା କରୁନୁ। ତାହେଲେ ଆଜି ଯୋଉଥିପାଇଁ ମାନେ ବିଲ୍ଡିଂ ଯଦି ଇନଗ୍ରେଡିଏଣ୍ଟସ ଭଲ ନହେଲା, ବିଲ୍ଡିଂ ଯେମିତି ସର୍ଭାଇଭ କରିପାରେନି, ଆମେ ସେମିତି ନିଜେ ରହୁଥିବା ଘରେ ଆମେ ଯଦି ଆମର ହୁ ଇଜ ଆୱାର ପରମାନେଣ୍ଟ ଆଡ୍ରେସ। ଯଦି ଆପଣ ପଚାରେ ଏଇ ଶରୀର ହଉଛି ଆମର ପରମାନେଣ୍ଟ ଆଡ୍ରେସ, ଆମର ପରମାନେଣ୍ଟ ଆଡ୍ରେସ କଟକ ନୁହଁ କି ଭୁବନେଶ୍ୱର ନୁହଁ, ଆମ ଶରୀର ହଉଛି ପରମାନେଣ୍ଟ ଆଡ୍ରେସ, କାହିଁକିନା ଆମେ ସେଇଠି ହିଁ ନିବାସ କରୁ। କିନ୍ତୁ ଆମ ଶରୀର ପ୍ରତି ଆମେ ଧ୍ୟାନ ଦଉନୁ। ମୁଁ କଣ ଖାଇବା ଦରକାର, କେତେ ମାତ୍ରାରେ ଖାଇବା ଦରକାର, ସେଇଥିପାଇଁ ସୁନ୍ଦର ଭାବରେ ମହର୍ଷି ଚରକ ତାଙ୍କ ସଂହିତାରେ ଲେଖିଦେଲେ ଯେ ମାନେ ଖାଦ୍ୟ ପ୍ରବନ୍ଧନ ପାଇଁ ଦରକାର ଋତୁ ଅନୁସାରେ ଖାଦ୍ୟ ଖାଇବା। କୋଉ ଋତୁରେ ଯୋଉ ଫଳ ଯୋଉ ଋତୁରେ, ମନେକର ବର୍ତ୍ତମାନ କୋବି ସିଜିନ ନୁହଁ, ତାକୁ ଆର୍ଟିଫିସିଆଲ ୱେରେ ହରମୋନ ଦିଆହେଇକି, ଇନସେକ୍ଟିସାଇଡ ଦିଆହେଇକି, ପେଷ୍ଟିସାଇଡ ଦିଆହେଇକି ତାକୁ ଡେଭଲପ କରାହଉଛି। କିନ୍ତୁ ଆମେ ମାନେ କଣ କରୁଛେ, 10 ଟଙ୍କା କୋବିଟାକୁ ମାର୍କେଟରୁ 50 ଟଙ୍କାରେ କିଣିକି ଆଣିକି ଖାଉଛେ, ଏଇଥିପାଇଁ ଯେ ଆମେ ମାନେ ବଡ ଲୋକ, ଆମେ ମାନେ ଯୋଉ ସମୟରେ ଚାହିଁବୁ ଯାହା ତାହା ଖାଇପାରିବୁ। କିନ୍ତୁ ଆକ୍ଚୁଆଲି ସେଟା ଶରୀର ପାଇଁ ଖରାପ। ସିଜିନ ଅନୁସାରେ ଯୋଉ ଜିନିଷ ଦରକାର ସେଇ ଜିନିଷ ଖାଇବା ଦରକାର। ଯୋଉ ସିଜନରେ ଯୋଉ ଫଳ ଆସେ ଯୋଉ ଋତୁରେ, ସେଥିପାଇଁ ରିତ ଭୋଗ ଋତୁ ଅନୁସାରେ ଖାଦ୍ୟ ଗ୍ରହଣ କରିବା ଦରକାର। ତେଣୁ ଆକ୍ଚୁଆଲି ସେଇ ଜିନିଷ ଗୁଡା କଣ ହଉଛି ନା, ଆପଣଙ୍କର ବିଭିନ୍ନ କୋଲ୍ଡ ଷ୍ଟୋରରେ ତାକୁ ପ୍ରିଜରଭେଟିଭ ଦେଇକରି ରଖାହଉଛି। ମନେକର ବର୍ତ୍ତମାନ ଆପେଲର ସିଜିନ ନୁହଁ କି ଅଙ୍ଗୁରର ସିଜିନ ନୁହଁ, କିନ୍ତୁ ଆମେ ଯଦି ସେଇ ଅଙ୍ଗୁରକୁ ବର୍ତ୍ତମାନ ଖାଇବା, ସେଟା ଆର୍ଟିଫିସିଆଲ ୱେରେ ସେଟା ତିଆରି, ହରମୋନାଲ ଦିଆ ହେଇକି, ବିଭିନ୍ନ ପ୍ରକାର ହରମୋନ ଦିଆ ହେଇକିରି ତାକୁ କ୍ଲାଇମେଟ କଣ୍ଟ୍ରୋଲ କରାହେଇକି ସେଟା ତିଆରି କରାହଉଛି। କାରଣ ସେଟା ଅଧିକ ମାନେ ସେଲ କରାଯିବ। ତାପରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର ହଉଛି ଆମର ପପୁଲେସନ ଗ୍ରୋଥ। ଆଜି ପପୁଲେସନ ଗ୍ରୋଥ ହେଇଛି, ତେଣୁ ଅଧିକ ଲୋକ କମ ଖାଦ୍ୟ, ତେଣୁ ତାକୁ କଣ କରାଯାଉଛି, ପେଷ୍ଟିସାଇଡ, ଇନସେକ୍ଟିସାଇଡ ଆଉ ହରମୋନ ଦିଆହେଇକିରି କମ ସମୟରେ, ଆପଣ ମାନେ ଦେଖନ୍ତୁ ଆମ ପୂର୍ବଜ ମାନେ ଯେତେବେଳେ ଧାନ ହଉଥିଲା, ଆମର ଗୋଟେ ସିଜିନ ଲାଗୁଥିଲା ଗୋଟେ ଧାନ ହବାକୁ, ବର୍ତ୍ତମାନ 2 ମାସ 3 ମାସରେ ଧାନ ହେଇଯାଉଛି। ଏବଂ ଯେତିକି ଫଳିବା କଥା ଫଳୁଥିଲା, ତାଠାରୁ 10 ଗୁଣ, 5 ଗୁଣ, 6 ଗୁଣ ଅଧିକା ଫଳୁଛି। ତାର ଆମେ କିନ୍ତୁ ଖୁସି ହଉଛେ, କିନ୍ତୁ ସେଇଥିପାଇଁ ଆପଣ ଦେଖନ୍ତୁ କ୍ୟାନ୍ସର ଆଜି କୋଉ ରେଟରେ ଡେଭଲପ କରିଛି। ଇଟ ଇଜ ବିକଜ ଅଫ ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ ହଉଛି ହରମୋନ। କାହିଁକିନା ଆମର ବଡିର ସବୁ ଗ୍ରୋଥ ଗୁଡାକ, ଇଭିନ ଆମେ ପିଲାଟି ଜନ୍ମ ହଉଛି, ତାର ମୁଣ୍ଡ କାହିଁକି ଲମ୍ବା ହେଇଯାଉଛି, ମାନେ ଗୋଡ କାହିଁକି ସରୁଆ ହେଇଯାଉଛି, ତାର ହାଇଟ କାହିଁ ବଢୁନି, ତାର କାରଣ ମାନେ ଆମର ଜିଏଚ ହରମୋନ ବା ଗ୍ରୋଥ ହରମୋନ ଯୋଉଟାକୁ କୁହାଯାଏ। ତେଣୁ ଆମର ଏଇ ଯୋଉ ସୋକଲ୍ଡ ମାନେ ଥାଇରଏଡ ଡେଭଲପ ହଉଛି, ବା ଆମର ଯୋଉ ମାନେ ମାନେ ଷ୍ଟ୍ରେସ, ଆଂଜାଇଟି, ଡିପ୍ରେସନ, ଇନସୋମେନିଆ, ସ୍ଲିପଲେସନେସ, ଏ ଯେତେ ଗୁଡାଏ ପ୍ରୋବ୍ଲେମ ଆପଣଙ୍କ ଭିତରେ ହଉଛି, ଦେଖନ୍ତୁ ରାତିରେ ନିଦ ହଉନି, ଆପଣଙ୍କ ଷ୍ଟ୍ରେସ ଲେବୁଲ ବଢି ଯାଉଛି, ଆପଣଙ୍କର ଆଂଜାଇଟି ବଢୁଛି, ଡିପ୍ରେସନ ବଢୁଛି। ଆଜି ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ କହୁଛି ମାନେ ସୁଇସାଇଡ ଇଜ ଦ ମେଜର କଜ ଅଫ ଡେଥ। ଆଜି ସୁଇସାଇଡ ର ସଂଖ୍ୟା ବହୁତ ମାତ୍ରାରେ ବଢି ଯାଉଛି। ମାନେ ପ୍ରତିବର୍ଷ 8.5 ଲକ୍ଷ ଲୋକ ପୃଥିବୀରେ ହେଲା ମାନେ ସୁଇସାଇଡ କରୁଛନ୍ତି, ସେଥିରୁ 1,65,000 ହଉଛି ଇଣ୍ଡିଆ, 8.5 ଲକ୍ଷ ହଉଛି ବିଶ୍ୱରେ ସୁଇସାଇଡ ଡେଥ, ସୁଇସାଇଡାଲ ଡେଥ। ତାର ବିକଜ ଅଫ ଏଇ ଯୋଉ ଷ୍ଟ୍ରେସ ହରମୋନ। ତେଣୁ ଷ୍ଟ୍ରେସ ହରମୋନ ଯେତେବେଳେ ମଣିଷ ବଢିଯାଏ, ଆଂଜାଇଟି ହେଇଯାଏ, ଆଂଜାଇଟି ବଢିଯାଏ, ଡିପ୍ରେସନ, ଯେତେବେଳେ ଏଟା ଷ୍ଟ୍ରେସ ଟା କ୍ରୋନିକ ହେଇଯାଏ, ସେ କ୍ରୋନିକ ଷ୍ଟ୍ରେସ ହେଲେ ମଣିଷ ଆଂଜାଇଟି ଆଉ ଡିପ୍ରେସନ ଆଡକୁ ପଳାଏ। ଡିପ୍ରେସନ ହେଲେ ଅଲ୍ଟିମେଟଲି ଅସ୍ଥାୟୀ ସମସ୍ୟାର ସ୍ଥାୟୀ ସମାଧାନ ବାଛି ନିଏ କଣ, ସୁଇସାଇଡ। ତେଣୁ ସୁଇସାଇଡାଲ ଡେଥ ଆଜି ସେଇଥିପାଇଁ ଅଧିକ ମାତ୍ରାରେ ବଢୁଛି, ଇଟ ଇଜ ବିକଜ ଅଫ ହରମୋନାଲ ଇମ୍ବାଲାନ୍ସ। ତେଣୁ ଏଇ ପ୍ରତ୍ୟେକଟି କ୍ଷେତ୍ରରେ ଆମର ମାନେ ଏଇ ଖାଦ୍ୟ, ତାପରେ ଆସୁଛି ଆପଣଙ୍କର ମାନେ ପ୍ରଥମ ହେଲା ଆହାର ପ୍ରବନ୍ଧନ ବା ଆହାର ସଂଯମତା, ତାପରେ ଆସୁଛି ଆପଣ ବାଣୀର ସଂଯମତା। ତେଣୁ ଠାକୁର ସୁନ୍ଦର ଭାବେ କହୁଛନ୍ତି, କଥା କହୁଥିବୁ ଗୁଡର ମତନ ଲାଗି ଯାଉଥିବ ଦେହେ। ତେଣୁ କଥାଟା ଆମର କେମିତି ହବା ଦରକାର, ଆମେ ଯୋଉ କଥା ସାଧାରଣତଃ ବାକ୍ୟ ୟୁଜ କରୁଛେ, ମୁଁ ପ୍ରାୟ ଅନ୍ୟ ସତ୍ସଙ୍ଗରେ ବି କେତେ ଥର କହିଛି ଯେ ଜୋଇଁ ଆସୁଛି ଘରକୁ, ପ୍ରଥମ ଭିଜିଟ କରୁଛି, ସେତେବେଳେ ମାନେ ଘରେ ଭଲ ବ୍ୟଞ୍ଜନ ଖାଇବା ହେଇଛି, କିନ୍ତୁ ସମସ୍ତେ ଘର ବାଲା ଖାଇସାରିଲେଣି, ଜୋଇଁ ଲେଟ ରେ ଆସି ପହଞ୍ଚୁଛି। ସେଇ ସମୟରେ ଆମେ କଣ କରୁଛେ ନା, ଶାଶୁ ଆସି କହୁଛି ବାପା ଭଲ ହେଲା ତମେ ଆସିଗଲ, ନହେଲେ ତା ପୂର୍ବରୁ ମୁଁ ଚିନ୍ତା କରୁଥିଲି ବର୍ତ୍ତମାନ ଖାଦ୍ୟ କୁକୁରକୁ ଦେଇଥାନ୍ତି। ତାହେଲେ ଆମେ ଏଇ ସମୟରେ ଏଇ କଥା କୁହାଯାଏ। ତେଣୁ କଣ କହିବା,
ଆମେ ତା ଉପରେ ଯଦି ନିୟନ୍ତ୍ରଣ ନ ରଖିବା ତାହେଲେ ନିଶ୍ଚିନ୍ତ ଆମର ଏମିତି କଥାରେ ଅଛି ଯେ ସବୁଠାରୁ ଶରୀରର ଭଲ ଅଙ୍ଗ ହଉଛି ଜିଭ, ଆଉ ସବୁଠାରୁ ଖରାପ ଅଙ୍ଗ ହଉଛି ଜିଭ। ତେଣୁ ଖାଇଲେ ଖରାପ ଖାଇଲେ ଶରୀର ଖରାପ, ଖରାପ କହିଲେ ସମ୍ପର୍କ ଖରାପ। ତେଣୁ ଆମେ ଜିଭ ଉପରେ ଆମେ ସାଧାରଣତଃ ସଂଯମତା ରକ୍ଷା କରୁନୁ ବା ନିୟନ୍ତ୍ରଣ ରକ୍ଷା କରୁନୁ। ସେଥିପାଇଁ ଯେତେବେଳେ ଜୋଇଁ ନୂଆ କରି ଘରକୁ ଆସିଛି, ଆପଣ ସେଇ ସମୟରେ ଯଦି କହୁଛନ୍ତି ଯେ ଭଲ ହେଲା ବାପା ଆପଣ ଆସିଗଲେ, ନହେଲେ ମୁଁ ଖାଦ୍ୟ କୁକୁରକୁ ଦେଇଥାନ୍ତି। ତେଣୁ ଚିନ୍ତା କରନ୍ତୁ ଏଇ ପରିପ୍ରେକ୍ଷୀରେ ଆମ ମାନଙ୍କର ସମ୍ପର୍କ କେମିତି ଏଷ୍ଟାବ୍ଲିଶ ହବ। ତେଣୁ ସେଥିପାଇଁ ଠାକୁର କହୁଛନ୍ତି ଯେ କଥା କହୁଥିବୁ ଗୁଡର ମତନ ଲାଗି ଯାଉଥିବ ଦେହେ। ତେଣୁ କଥା ଆପଣଙ୍କର ଏମିତି ହବା ଦରକାର, ମାନେ କଥା କେମିତି ହବା ଦରକାର ନା ମଧୁର ହବା ଦରକାର। ତେଣୁ ମଧୁର କଥା ହେଲେ ମଣିଷ ମାନେ ସବୁବେଳେ ଅନ୍ୟର ଦିଲରେ ଆପଣ ରାଜ କରିପାରିବେ। ନହେଲେ ସବୁଦିନ ପାଇଁ ଆପଣଙ୍କର ମାନେ ଭାଇ ହୁଅନ୍ତୁ, ବାପା ହୁଅନ୍ତୁ, କି ବନ୍ଧୁ ହୁଅନ୍ତୁ, କି ଯିଏ ବି ହୁଅନ୍ତୁ, ସବୁଦିନ ପାଇଁ ଆପଣଙ୍କର ସମ୍ପର୍କ ଟା ମାନେ ତାଠାରୁ ସେ ଆପଣଙ୍କ ଠାରୁ ଦୂରେଇ ଯିବ। ତେଣୁ ଏଇ କଥା ଦ୍ଵାରା ଆମେ ଅନ୍ୟମାନଙ୍କ ସହିତ ସମ୍ପର୍କ ଏଷ୍ଟାବ୍ଲିଶ କରିପାରିବା। ଏଇ କଥା ଦ୍ଵାରା ଆମେ ଅନ୍ୟମାନଙ୍କ ଠାରୁ ସବୁଦିନ ପାଇଁ ତାଙ୍କ ଠାରୁ ଦୂରେଇ ଯାଇପାରିବା। ତେଣୁ ସେଇଥିପାଇଁ ଗୋଟେ ସୁନ୍ଦର କଥା ମନେ ପଡେ ଯେ ଜଣେ ଅନ୍ଧ ବସିକରି ଭିକ ମାଗୁଥିଲେ ଏବଂ ସେ ଗୋଟେ ସିଲଟ ସେଠି ଲେଖିଦେଇଥିଲେ। ସେ ସିଲଟରେ ଲେଖିଛନ୍ତି ଯେ ମୁଁ ଅନ୍ଧ, ଆଉ ଦୟାକରି ମତେ କିଛି ସାହାଯ୍ୟ କରନ୍ତୁ। ତେଣୁ ସେ ଦେଖାଉଛନ୍ତି କୌଣସି ଗୋଟିଏ ଲୋକ ବି ଗୋଟେ ଟଙ୍କା ବି ପକଉନାହାନ୍ତି। ତେଣୁ କିଛି ସମୟ ପରେ ଗୋଟେ ଝିଅଟେ ସେ ବାଟ ଦେଇ ଯାଉଥିଲା, ଦେଖିଲା ଅନ୍ଧ ଭିକାରୀଟି ବସିଛନ୍ତି, କୌଣସି ଲୋକ ତାକୁ କିଛି ସାହାଯ୍ୟ କରୁନାହାନ୍ତି। ତାପରେ ସେ ସେଇଠି ସାଙ୍ଗେ ସାଙ୍ଗେ ସେ ସିଲଟରୁ ସେଟା ଲିଭେଇ ଦେଲା ଏବଂ ସେ ଲେଖିଲା ଯେ ଦିନଟି ଆଜି ଏତେ ସୁନ୍ଦର ହେଇଛି, ଆଉ ମୋର ଦୁର୍ଭାଗ୍ୟ ଯେ ମୁଁ ଦେଖି ପାରୁନାହିଁ। ତେଣୁ ଏଇ ଯୋଉ କଥା, ଏଇ କଥା ମାନେ ସମସ୍ତଙ୍କୁ ଆକର୍ଷଣ ହେଲା। ଯେ ଆମେ ଯେମିତି ଗୁଡ ମର୍ଣ୍ଣିଂ କହୁଛେ, ଶୁଭ ସକାଳ କହୁଛେ, ତେଣୁ ସେ ପ୍ରଥମେ ଯେତେବେଳେ କହିବା ପୂର୍ବରୁ ଶୁଭ ସକାଳ ଲଗଉଛେ। ସେଇଥିପାଇଁ ସେ ଲେଖିଲେ ଯେ ଦିନଟି ଆଜି କେତେ ସୁନ୍ଦର ହେଇଛି, କିନ୍ତୁ କଣ କରିବି ମୋର ଦୁର୍ଭାଗ୍ୟ, କିନ୍ତୁ ମୁଁ ଦେଖି ପାରୁନାହିଁ। ତେଣୁ ସେଥିପାଇଁ ତାପରେ ପରେ ଦେଖିବେ ମାନେ ଅର୍ଥର ବୃଷ୍ଟି ହେଇଛି, ମାନେ ଯିଏ ଟଙ୍କା ଟେ ଦଉନଥିଲେ ସେଇ ଜାଗାରେ ଏତେ ପଇସା ସେ ପାଇଛେ। ତେଣୁ ସେ ଝିଅ ପୁଣି ପୁନର୍ବାର ଆସି ଫେରିକି ଦେଖିଛି, ସେ ଅନ୍ଧ ଜାଣି ପାରିଛନ୍ତି ଏବଂ ତାଙ୍କୁ ଧନ୍ୟବାଦ ଜଣେଇଛନ୍ତି ଯେ ମା ତୁମେ କଣ କଲ ଯେ ମତେ ଏତେ ମାନେ ପଇସା ମିଳିଲା। ତେଣୁ ଯାହା ହଉ, ତେଣୁ ସେଥିପାଇଁ ଆମେ କଥାରେ ଅଛି ଯଦି ପାଣି ଯେତେବେଳେ ବିଗିଡି ଯାଏ, ଯେମିତି ବର୍ତ୍ତମାନ ଦେଖନ୍ତୁ ଆଜି ରେନି ଡେ ବା ରେନି ସିଜିନ ଚାଲିଛି, ଯଦି ଜରୁରତ ସେ ଜାଦା ବା ବହୁତ ଅଧିକ ଯଦି ବର୍ଷା ହବ ତାହେଲେ କଣ ହବ ନା ଆମର ବନ୍ୟା ଆସିଯାଏ। ତେଣୁ କଥାରେ ଅଛି ପାଣି ବିଗିଡିଲେ ବନ୍ୟା ହେଇଯାଏ, ତେଣୁ ବାଣୀ ବିଗିଡିଲେ ମହାଭାରତ ହେଇଯାଏ। ତେଣୁ ବାଣୀ ଯଦି ମଣିଷର ବିଗିଡି ଯାଏ ତାହେଲେ ମହାଭାରତ ହେଇଯାଏ। ଆପଣ ଚିନ୍ତା କରନ୍ତୁ, ମାତ୍ର ଗୋଟିଏ କଥା ଯୋଗୁ ମହାଭାରତ ହେଇଗଲା ଯେ ଅନ୍ଧର ପୁଅ ଅନ୍ଧ। ଯେତେବେଳେ ମାନେ ଦୁର୍ଯ୍ୟୋଧନ ଜଷ୍ଟ ସେ ଯୋଉ ଘରେ ଦେଖି ପାରିନାହାନ୍ତି, ସେ କୁଣ୍ଡରେ ପଡି ଯାଇଛନ୍ତି, ସେଇ ସମୟରେ ବାଲକୁନିରୁ ହସିକିରି ଖାଲି ଜଷ୍ଟ ଏତିକି କଥା କହିଦେଇଥିଲେ ଯେ ଅନ୍ଧର ପୁଅ ଅନ୍ଧ। ସେଥିପାଇଁ ଆଜି ମହାଭାରତ ହେଇଗଲା। ତେଣୁ କୋଉ ଭଳି ୟୁଜ କରିବା ଆମର ଯୋଉ ଟଙ୍ଗ କୁ, ଯେମିତି କଥାରେ ମାନେ ଯେମିତି ଆମର ମାନେ ଜୀଭର ଦିଟା କାମ, ଗୋଟେ ହେଲା ଇନକମିଂ, ଗୋଟେ ହେଲା ଆଉଟ ଗୋଇଂ। ଆମେ ଯେତେବେଳେ ଭିତରକୁ ନଉଛେ ବା ଖାଦ୍ୟ ଭିତରକୁ ଯାଉଛି, କଥା ବାହାରକୁ ଆସୁଛି। ତେଣୁ ଆମେ ଚିନ୍ତା କରିବା କଣଟା ଭିତରକୁ ନବା ଆଉ କଣଟା ବାହାରକୁ ଆଣିବା। ଯଦି ଆ ଉପରେ ଆମେ ବିଚାର ବିମର୍ଶ ନ କରିବା ବା ସଂଯମତା ଆଚରଣ ନ କରିବା, ତାହେଲେ ଅବଭିୟସଲି ବା ନିଶ୍ଚିନ୍ତ ଆମେ ମାନେ ସମ୍ପର୍କ ଖରାପ ହବ, ଆମ ଶରୀର ମଧ୍ୟ ଖରାପ ହବ। ତେଣୁ ସେଥିପାଇଁ ଏଇ ସଂଯମତା ମଣିଷ ଜୀବନ ପାଇଁ ଏତେ ଆବଶ୍ୟକତା ରହିଛି ଯେ ଯେତେବେଳେ କଥାରେ ଅଛି ଥିଙ୍କ ବିଫୋର ୟୁ ସ୍ପିକ୍, ଆମେ କହିବା, ଆମେ କଣ କହିବା ସେଇଟା ବି ଆମେ ବେଳେ ବେଳେ ଚିନ୍ତା କରୁନୁ। ତେଣୁ ଯେତେବେଳେ ନା ଯାହା ନାହିଁ ତାହା କହିଦଉଛେ, ଯାହା ନାହିଁ ତାହା ଖାଇ ଦଉଛେ ଏବଂ ବିଚାର କରି ମାନେ ବିଚାର ମଧ୍ୟ କଥାରେ ଅଛି ଜେସା ହୋଗା ନେଚର ଏସା ହୋଗା ଫ୍ୟୁଚର। ତେଣୁ ଏମିତି ରଖ ମାନେ ସ୍ୱଭାବ ଯେ ସମସ୍ତଙ୍କ ଉପରେ ପଡିବ ଯେମିତି ସୁପ୍ରଭାବ। ତେଣୁ ଆମର ସ୍ୱଭାବ ଟା କେମିତି ହବା ଦରକାର, ଆମର ବିଚାର ଟା କେମିତି ହବା ଦରକାର, ମାନେ ବିଚାରଟା ହବା କଥା ଉଚ୍ଚା ଆଉ ଆଚ୍ଛା। ଆଚ୍ଛା ବିଚାର ଉଚ୍ଚା ବିଚାର ମାନେ ପଜିଟିଭ ହବା ଦରକାର। ତେଣୁ ଆମେ ଯଦି ଆଚ୍ଛା ବିଚାର ରଖିବା, ଉଚ୍ଚା ବିଚାର ସୋଚ ରଖିବା, ତାହେଲେ ଯେମିତି କଥାରେ ଅଛି ଜଣେ ଗରିବ ଲୋକ ମନ ଦୁଃଖ କରୁଛି ଯେ ତାର ମାନେ ଗୋଟେ ଚପଲ ନାହିଁ ପିନ୍ଧିବା ପାଇଁ। ତାର ମନ ଦୁଃଖ ଯେ ସେ ଗୋଟେ ଚପଲ କିଣି ପାରୁନି, ଖାଲି ପାଦରେ ଚାଲୁଛି। କିନ୍ତୁ ଆପଣ ସେଇଠି ଚିନ୍ତା କରନ୍ତୁ, ଜଣେ ଧନୀ, ତାଙ୍କର ଅପର୍ଯ୍ୟାପ୍ତ ମାନେ ଅର୍ଥ ରହିଛି ବା ପ୍ରାଚୁର୍ଯ୍ୟ ରହିଛି ବା ସବୁ ରହିଛି, ଗାଡି ଘୋଡା ବ୍ୟାଙ୍କ ବାଲାନ୍ସ ସବୁ ଅଛି, କିନ୍ତୁ ତାଙ୍କର କିନ୍ତୁ
ଇଏ ଗରିବ ଠାରୁ ଇଏ ଆହୁରି ଦୁଃଖୀ ଏଥିପାଇଁ ଯେ ଭଗବାନ ତାଙ୍କୁ ସବୁ ଦେଇଛନ୍ତି, ତାଙ୍କର ଗୋଡ ନାହିଁ। ତାହେଲେ ଆପଣ ଚିନ୍ତା କଲେ, ଜଣେ ପଇସା ନାହିଁ ଚପଲ କିଣିବା ପାଇଁ, କିନ୍ତୁ ଜଣଙ୍କ ପାଖରେ ପଇସା ଭରପୁର ଅଛି କିନ୍ତୁ ତାଙ୍କୁ ଭଗବାନ ଗୋଡ ଦେଇନାହାନ୍ତି, ତାହେଲେ ପ୍ରକୃତ ଦୁଃଖୀ କିଏ? ତେଣୁ ଆପଣ ସବୁବେଳେ ସୋଚକୁ ଯଦି ଉଚ୍ଚା ରଖିବେ ଏବଂ ଆଚ୍ଛା ରଖିବେ, ତାହେଲେ ନିଶ୍ଚିନ୍ତ ଆପଣଙ୍କର ମାନେ ଶାରୀରିକ ମାନସିକ ଭାବେ ଆପଣ ସୁସ୍ଥ ରହିବେ ଏବଂ ନିରାମୟ ଜୀବନ ଯାପନ କରିବେ। ତେଣୁ ସେଇଥିପାଇଁ ଯେତେବେଳେ ମଣିଷର ସ୍ୱଭାବରେ ପରିବର୍ତ୍ତନ ଆସେ, ସେ ଯୋଉଠି ରହିବ ତାକୁ ସମସ୍ତେ ଭଲ ପାଇବେ ଏବଂ ସେ ଯୋଉଠୁ ମାନେ ଚାଲିଯିବ ତାକୁ ସମସ୍ତେ ମନେ ପକେଇବେ ଏବଂ ସେ ଯୋଉଠିକି କହିବ ମୁଁ ରିଟର୍ଣ କରିବି, ଅମୁକ ଦିନ ମୁଁ ରିଟର୍ଣ କରିବି, ତାକୁ ସମସ୍ତେ ମାନେ ଅପେକ୍ଷା କରି ରହିବେ। କାହିଁକିନା ମାନେ ଏଇଟା ହଉଛି ଗୋଟେ ଭଲ ମଣିଷର ସ୍ୱଭାବ। ତେଣୁ ଭଲ ମଣିଷର ସ୍ୱଭାବ, ଯଦି ଆପଣଙ୍କର ସ୍ୱଭାବରେ ପରିବର୍ତ୍ତନ ଆସିବ, ଆପଣ ଯୋଉଠି ରହିବେ ସମସ୍ତେ ଆପଣଙ୍କୁ ଭଲ ପାଇବେ, ଆପଣ ଯୋଉଠୁ ଚାଲିଯିବେ ସମସ୍ତେ ଆପଣଙ୍କୁ ମନେ ପକେଇବେ, ଆପଣ ଯୋଉଠି କହିବେ ମୁଁ ମାନେ ଆସୁଛି ବୋଲି କହିବେ, ଅମୁକ ଦିନ ମୁଁ ଆସୁଛି ବୋଲି କହିବେ, ଆପଣ ସମସ୍ତେ ଇନ୍ତଜାର କରିବେ ବା ଆପଣ ସମସ୍ତେ ଅପେକ୍ଷା କରି ରହିବେ। ତେଣୁ ସେଇ ହିସାବରେ ଆମେ ଏମିତି କରିବା ଆମର ସ୍ୱଭାବ ଯେମିତି ସମସ୍ତଙ୍କ ଉପରେ ପଡିବ ଆମର ପ୍ରଭାବ। ତେଣୁ ଆମର ଯେମିତି ହବ ନେଚର, ଆମର ସେମିତି ହବ ଫ୍ୟୁଚର। ତେଣୁ ଧୀରେ ଧୀରେ ଆମେ ନିଜେ କଣ କରିବା, ଏଇ ଯୋଉ ତା ଦ୍ଵାରା ଆକୁ କୁହାଯାଏ ଆତ୍ମସଂଯମ। ତେଣୁ ଆମେ ଆତ୍ମସଂଯମ ରକ୍ଷା କଲେ, ଯେମିତି ଆମେ ସାଧାରଣତଃ ଆପଣ ମାନେ ଜାଣିଛନ୍ତି ଗାନ୍ଧୀଙ୍କର ମାଙ୍କଡ, ଏଇ ଗାନ୍ଧୀ ମାଙ୍କଡ ତିନୋଟି ଜିନିଷ ଶିକ୍ଷା କରିଛି, ମାନେ ଆମର ମାନବତାକୁ ଶିକ୍ଷା ଦେଇଛି। କିନ୍ତୁ ଗୋଟିଏ ଜିନିଷ ସେଇ ସମୟରେ ଗାନ୍ଧୀ ଭୁଲି ଯାଇଥିଲେ, କାହିଁକିନା ସେଇ ସମୟରେ ମଣିଷ ମାନଙ୍କର ଏଇଭଳିଆ ଚିନ୍ତାଧାରା ନଥିଲା। ଯେ ଗାନ୍ଧୀ କହିଲେ ଖରାପ ଜିନିଷ ଦେଖିବୁନୁ, ମାଙ୍କଡ ମାଧ୍ୟମରେ ସେ ମାନବତାକୁ ଶିକ୍ଷା ଦେଇଛନ୍ତି ଖରାପ ଜିନିଷ ଦେଖିବାନି। ଖରାପ ଜିନିଷ ଦେଖିଲେ ଆମର ଶରୀର ଖରାପ ହବ, ଖରାପ ଜିନିଷ ଶୁଣିବାନି, ଆଉ ଖରାପ ଜିନିଷ କହିବାନି। କିନ୍ତୁ ସେତେବେଳେ ସତ୍ୟ ଯୁଗ ଥିଲା, ଲୋକମାନଙ୍କର ଚିନ୍ତାଧାରା ଭଲ ଥିଲା। ତେଣୁ ସେଇ ଗୋଟିଏ ଜିନିଷ ଗାନ୍ଧୀ ଛାଡି ଦେଇ ଗଲେ, ଯେ ଖରାପ ଚିନ୍ତା କରିବୁନି, ସୋଚ ଆଛି ସୋଚ। ଆଜି ସେଇଟା ହଉଛି ମୂଳ କାରଣ। ଆଜି ସବୁ ଜିନିଷର ପ୍ରୋବ୍ଲେମ ଆଜି ପୃଥିବୀରେ ହେଇଛି ଯେ ମଣିଷର ମାଇଣ୍ଡ ଟା ଆଜି ପଲ୍ୟୁଟେଡ ହେଇଯାଇଛି, ନ୍ୟାରୋ ଥିଙ୍କିଙ୍ଗ। ଏଇ ନ୍ୟାରୋ ଥିଙ୍କିଙ୍ଗ ହଉଛି ଯୋଗୁ ମଣିଷ ଆଜି ঈର୍ଷା, ହିଂସା, ପରଶୀକାତରତା, ଘୃଣା, ଭୟ, ଲଜ୍ଜା, ଇଏ ସବୁ ହଉଛି ନ୍ୟାରୋ ଥିଙ୍କିଙ୍ଗ ର କାରଣ। ତେଣୁ ମଣିଷ ଆଜି 90%, 99% ସମସ୍ୟା ଆଜି ପୃଥିବୀରେ ଦେଖା ହେଇଛି ଯେ ନ୍ୟାରୋ ଥିଙ୍କିଙ୍ଗ ଯୋଗୁ। ତେଣୁ ମଣିଷ ଯଦି ସୋଚକୁ ଆଛି ରଖେ, ତାହେଲେ ସୋଚକୁ ଯଦି ଉଚ୍ଚା ରଖିବ, ତାହେଲେ ନିଶ୍ଚିନ୍ତ ତା ଜୀବନରେ ସେ ପରିବର୍ତ୍ତନ ଆଣିପାରିବ। ତେଣୁ ବା ତାର ସମ୍ପର୍କ ସମସ୍ତଙ୍କ ସହିତ ସେ ସମ୍ପର୍କ ସୁସମ୍ପର୍କ ସ୍ଥାପନ କରିପାରିବ। ତେଣୁ ସେଇଥିପାଇଁ ଆପଣ ଯେତେବେଳେ ସବୁଠାରୁ ବଡ ଜିନିଷ ହଉଛି ଅନ୍ୟର ଟୁ ଫାଇଣ୍ଡ ଫଲ୍ଟ ଅଫ ଅଦର୍ସ। ଆଜିକାଲି ଏଇଟା ଗୋଟେ ଠାକୁର କହୁଛନ୍ତି, ମାନେ ଅନ୍ୟର ଦୋଷ ଦେଖି ଦୋଷୀ ହୁଅ ନାହିଁ। ତେଣୁ ଯିଏ ଅନ୍ୟର ଦୋଷ ଦେଖେ ସେ ଦୋଷୀ ହେଇଯାଏ। ତେଣୁ ସତ୍ୟାନୁସରଣ ଯୋଉ କଥା ସୁନ୍ଦର ଭାବେ କହୁଛନ୍ତି, ଯେ ଗୋଟେ କଥା ମନେ ପଡେ, ଜଣେ ପିଲା ଯାଉଛି, ସେ ତାର ଗୋଲାପର ସୌନ୍ଦର୍ଯ୍ୟ, ମାନେ ଗୋଲାପ ଫୁଲ ସବୁଠାରୁ ରାଜା ଫୁଲ ବୋଲି ଆମେ ଜାଣିଛେ ଏବଂ ତାର ଯୋଉ ବାସ୍ନା ଟା ଅତି ସୁନ୍ଦର ଏବଂ ତାର ଦେଖିବା ପାଇଁ ସେ ବି ବହୁତ ସୁନ୍ଦର। କିନ୍ତୁ ସିଏ କହୁଛି ଗୋଲାପ ତୁ ତ, ହଁ ତୁ ତ ବହୁତ ଭଲ, କିନ୍ତୁ ତୋର ଗୋଟେ ଦୋଷ ଅଛି, କଣ ନା ତୋ ଦେହରେ କଣ୍ଟା। ତେଣୁ ଗୋଲାପର ଭଲ ଗୁଣ ଟା ତାକୁ ଦେଖାଯାଉନି, ତା ଦେହରେ ଯୋଉ କଣ୍ଟା ଅଛି ତାକୁ ଦେଖାଯାଉଛି। କହୁଛି ସମୁଦ୍ର ତୁ ତ ବହୁତ ବିଶାଳ, ଆଉ ସୁନେଲି ତୋର ମାନେ ତରଙ୍ଗ ବି ବହୁତ ସୁନ୍ଦର, ଆଉ ମାନେ ତୋର ସମସ୍ତଙ୍କୁ ତୁ ଆପାୟିତ କରିପାରୁ, କିନ୍ତୁ ତୋର ଗୋଟେ ଦୋଷ କଣ, ତୁ ହଉଛୁ ଲୁଣିଆ। ତେଣୁ ସେମିତି ଗୋଟେ ସୁମଧୁର ସ୍ୱର ହଉଛି କୋଇଲି, ମାନେ ସବୁଠାରୁ ସୁନ୍ଦର, ତାର ସ୍ୱର ହଉଛି ସବୁଠାରୁ ସୁନ୍ଦର। ତେଣୁ ସେ କୋଇଲି କି ଦେଖୁଛି ଯେ କୋଇଲି ତୁ ତ ବହୁତ ସୁନ୍ଦର, ତୋ ସ୍ୱର ତ ବହୁତ ସୁନ୍ଦର, କିନ୍ତୁ ତୋର ଗୋଟେ ଖରାପ ଗୁଣ ହଉଛି ତୁ କାଳିଆ। ତେଣୁ ଏଇ ସବୁ ଜିନିଷ ଯେତେବେଳେ ଆପଣ ସମସ୍ତଙ୍କର ଦୁର୍ଗୁଣ ଆପଣଙ୍କୁ ଦେଖାଯାଉଛି, ତାହେଲେ ଆପଣ ସେଇଠି ନିଜକୁ ଚେଞ୍ଜ କରନ୍ତୁ। କାହିଁକି ନା ଆପଣଙ୍କ ଭିତରେ ମାନେ ସେଇ ଖରାପ ଗୁଣ ହଉଛି ଯେ ସମସ୍ତଙ୍କର ମାନେ ଖରାପ ଗୁଣ ଟା ଦେଖିବା, ଏଇଟା ହଉଛି ଆପଣଙ୍କର ସବୁଠାରୁ ଖରାପ ଗୁଣ। ଯଦି ଆପଣ ମାନେ କେତେଟା ଲୋକ ଆପଣଙ୍କୁ ଖରାପ କହୁଛନ୍ତି, ତାହେଲେ ଆପଣ ସେଠି ନିଜକୁ ଚେଞ୍ଜ କରିବେ ନାହିଁ। କାହିଁକି ନିଜକୁ ଚେଞ୍ଜ କରିବେ ନାହିଁ, ନା କୌଣସି ଲୋକର ଭେଷ୍ଟେଡ ଇଣ୍ଟରେଷ୍ଟ ଅଛି, ନ୍ୟସ୍ତ ସ୍ୱାର୍ଥ ଅଛି। ମନେକର ମତେ ସୁଭାଷ ଭାଇ କହିଲେ କହିବା ପାଇଁ, ମୁଁ କାମ ବ୍ୟସ୍ତ ଅଛି, ମୁଁ କହିଲି ଆଜ୍ଞା ମତେ ଟିକେ କ୍ଷମା କରିବେ ମୁଁ କହିପାରିବିନି, ତାହେଲେ ସିଏ ଯଦି ମତେ ଖରାପ କହିଲେ, ମୁଁ ସୁଭାଷ ଭାଇ ଦୃଷ୍ଟିରେ ଖରାପ ହେଇପାରେ, କିନ୍ତୁ ମୁଁ ବିଜୟ ଭାଇ କି ରାମ ଭାଇ କି ଶ୍ୟାମ ଭାଇଙ୍କ ଦୃଷ୍ଟିରେ ମୁଁ ଖରାପ ନୁହେଁ। କିନ୍ତୁ ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ଯଦି ହାସଲ ନହେଲା, ହଁ କାହାର ବ୍ୟକ୍ତି ସ୍ୱାର୍ଥ ହାସଲ ନ ହେଇଛି, ସେ ମତେ ଖରାପ ଭାବିପାରେ। କିନ୍ତୁ ଆପଣଙ୍କୁ ଯଦି ସମସ୍ତେ ଖରାପ କହୁଛନ୍ତି, ତାହେଲେ ଆପଣ ନିଜର ସ୍ୱଭାବକୁ ଚେଞ୍ଜ କରିବେ। ତେଣୁ ଯେସା ହବ ନେଚର ଏସା ହବ ଫ୍ୟୁଚର। ତେଣୁ ଆହାର ଉପରେ ସଂଯମତା ରକ୍ଷା କରନ୍ତୁ, ଆପଣଙ୍କର ବାଣୀ ଉପରେ ସଂଯମ ରକ୍ଷା କରନ୍ତୁ, ଆପଣଙ୍କର ବିଚାର ଉପରେ ସଂଯମତା ରକ୍ଷା କରନ୍ତୁ, ତ ଆପଣ ଜୀବନ ପରିବର୍ତ୍ତନ ହେଇଯିବ। ତେଣୁ ସେଥିପାଇଁ ଆଜି ଯାହା ହଉ ସମୟ ସରି ଆସିଛି,
ମୁଁ ସମସ୍ତଙ୍କର ଇଷ୍ଟକୃତ ସୁଦୀର୍ଘ ନିରାମୟ ଜୀବନ କାମନା କରି ମୋର ବାଣୀ ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ। ଜୟ ଗୁରୁ। ବହୁତ ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ବଂଶୀଧର ପରିଡ଼ା, ଚେୟାରମ୍ୟାନ ଏମ୍ ଏକାଡେମୀ କଟକ। କେତେ ସୁନ୍ଦର ଭାବରେ ଆଜିର ଯେ ଆଲୋଚ୍ୟ ବିଷୟ ଥିଲା ସଂଯମତା, ସୁନ୍ଦର ସୁନ୍ଦର ଉଦାହରଣ ଦେଇ ସମସ୍ତଙ୍କୁ ଏମିତି ଆଜି ସମସ୍ତଙ୍କ ହୃଦୟକୁ ଜୟ କରିଦେଇଛନ୍ତି, ସମସ୍ତଙ୍କ ମନକୁ ଆଜି ପରିବର୍ତ୍ତନ କରିଦେଇଛନ୍ତି। ଆଉ ସଂଯମ ବିଷୟରେ ଏତେ ସୁନ୍ଦର ପ୍ରେରଣା ଦେଇଛନ୍ତି, ଆଜି ଅସଜଡ଼ା ମଣିଷ ମଧ୍ୟ ସଜାଡି ହେଇଯିବ। ଯେ ଆମେ ଜୀବନରେ ଯେ କେତେ ଭୁଲ କରୁଛେ, ଆମର ଶାରୀରିକ ମାନସିକ ଅବସ୍ଥାକୁ ନିଜ ହାତରେ ନିଜେ ଧ୍ୱଂସ କରୁଛୁ। କେବଳ ଆମର ଆତ୍ମସଂଯମତା ନାହିଁ, ଆମର ଜିଭ ଲାଳସାକୁ ଆମେ ସଂଯମ କରିପାରୁନୁ ବୋଲି ଅନେକ ରୋଗର ଶିକାର ହଉଛୁ। ଆଉ କୋଉ ଖାଦ୍ୟ କିପରି ଖାଆଯାଏ, କିଭଳି ଖାଆଯାଏ, କେମିତି ବଞ୍ଚିବାକୁ ହୁଏ, କେମିତି ବଢିବାକୁ ହୁଏ, କଣ କହିବାକୁ ହୁଏ, ସବୁବେଳେ କହିବା ଏବଂ ଖାଇବା ସବୁର ଜୀବନରେ ପ୍ରତ୍ୟେକ ଜିନିଷରେ ସଂଯମତାର ଆବଶ୍ୟକତା ରହିଛି। ଯଦି ଆମେ ତାକୁ ପାଳନ ନ କରିବା ତାହେଲେ ଜୀବନରେ ଆମର ସବୁ କିଛି ଭୁଷୁଡି ପଡିବ। ତା ଶରୀର ନଷ୍ଟ ହେଇଯିବ, ମନର ଅବସ୍ଥା ବିଗିଡିଯିବ ଏବଂ ଜୀବନ ମଧ୍ୟ ନଷ୍ଟ ହେଇଯିବ। ଏବଂ ସବୁ କିଛି ଜୀବନ କରୁଛି ଆମର ସଂଯମତା ଉପରେ। ଯେତେ ବାକ୍ ସଂଯମ ଏବଂ ଖାଦ୍ୟ ଉପରେ ଖାଇବାର ଯୋଉ ସଂଯମ, ସବୁ କିଛି ଜିଭ ଲାଳସାକୁ ମଧ୍ୟ ସଂଯମ କରିବା। ପ୍ରତ୍ୟେକ ଜିନିଷରେ ଆମର କାର୍ଯ୍ୟରେ, ସବୁଥିରେ, ଘରେ ବାହାରେ, ଅଫିସରେ, ପରିବାରରେ, ପ୍ରତ୍ୟେକ ଜାଗାରେ କାହାକୁ କେମିତି ବ୍ୟବହାର, କାହାକୁ କେମିତି, କାହା ପ୍ରତି କିଭଳି କର୍ତ୍ତବ୍ୟ, କାହା ଭଳି କୋଉଠି କଣ କରିବାକୁ ପଡିବ, କିଭଳି କରିବାକୁ ପଡିବ, ପ୍ରତ୍ୟେକ ଜିନିଷର ସଂଯମତା, ଏଇ ସଂଯମତାକୁ ଶିଖେଇବାର ଉତ୍ସ ହେଲେ ଶ୍ରୀ ଠାକୁର। ଶ୍ରୀ ଠାକୁରଙ୍କ ସହିତ ଯିଏ ଯୋଗଯୁକ୍ତ ରହନ୍ତି ଏବଂ ତାଙ୍କର ପ୍ରତ୍ୟେକ କଥାକୁ ଯିଏ ମାନନ୍ତି ଏବଂ ତାଙ୍କର ନୀତି ଆଦର୍ଶକୁ ଯିଏ ମାନନ୍ତି, ସିଏ ହେଲେ ସବୁର ଉତ୍ସ। ସେଇଠୁ ଆସେ ପ୍ରେରଣା, ସେଇଠୁ ଆସେ ଶିକ୍ଷା, ସେଇଠୁ ଆସେ ମଣିଷ ବଞ୍ଚିବା ବଢିବାର ବାଟ। ସୁନ୍ଦର ଭାବରେ ଦାଦା ଆଜି ଖୁବ କମ ସମୟ ଭିତରେ ଆଜି ସଂଯମତା ଉପରେ ଆଲୋଚନା କରି ସମସ୍ତ ଜୀବନକୁ ଆଜି ଧନ୍ୟ କରିଛନ୍ତି। ସମସ୍ତଙ୍କୁ ଆଜି ସତ୍ୟ ପଥରେ, ମୁକ୍ତି ପଥରେ, ଜୀବନରେ ବଞ୍ଚିବା ବଢିବାର ମୁଖ୍ୟ ବାଟ ମଧ୍ୟ ଆଜି ସେ ଆଲୋଚନା ମଧ୍ୟରେ ବତେଇ ଦେଇଛନ୍ତି। ସେଥିପାଇଁ ଦାଦା ଏବଂ ଦାଦାଙ୍କ ପରିବାରର ସମସ୍ତଙ୍କର ମଙ୍ଗଳ ନିମନ୍ତେ ମୁଁ ପ୍ରଭୁଙ୍କ ଶ୍ରୀପାଦ ପଦ୍ମରେ ପ୍ରଣାମ ଜଣାଉଛି। ଧନ୍ୟବାଦ ଦାଦା। ଜୟ ଗୁରୁ। ବର୍ତ୍ତମାନ ମନୋନୀତ କରୁଛି ଶ୍ରୀ ମୁରଲୀଧର ବେହେରା ମହାସିଂହ କନ୍ଧମାଳ, ସେ ତାଙ୍କର ସମାପନୀ ସଙ୍ଗୀତ ଗାନ କରିବେ ଏବଂ ଧ୍ୱନି ଦେବେ।